हेलो स्टूडेंट्स मु गोपाल अपन स्वागत करछि आपण मान यूट्यूब चैनल चालो पढियो तो पिला पे केमति अछि बस आशा करछि बहुत ही भलो थिबा आ तुम मानकर बोर्ड प्रिपरेशन भी बहुत ही बढ़िया चलतो पिला तो पिला माने फर्स्ट ऑफ ऑल तुम मानन कहबी हैप्पी न्यू ईयर पिला माने नूतन वर्षर हार्दिक शुभकामना तो एई नूतन वर्ष को आरंभ करबा को जाउछि आमे पूरा नुवा सीरीज से नुवा सीरीज रे आमे सब प्रकार हेल्प तुम मानन करबा बोर्ड परीक्षा रे तुम मानक पय जेतिक सब प्रॉब्लम अछि से प्रॉब्लम रो समस्त सॉल्यूशन आमे एई चैनल ले लेके आसे पे तो पिला माने बेसी टाइम वेस्ट न करके चालो पढिबा तो पिलाମାନେ ଆଜିକାର ଏଇ ଯୋଉ ଆମର ଭିଡିଓଟି ଅଛି ଏଇ ଭିଡିଓଟି ମେନ୍ କରିକି କଣ ନା 2024 ମସିହାର PYQ ପୂର୍ବ ବର୍ଷ କ୍ୱେଶ୍ଚନ କଣ ପଡିଥିଲା 2024 ମସିହାରେ 2024 ମସିହାରେ ପୂର୍ବ ବର୍ଷର କ୍ୱେଶ୍ଚନ କଣ ସବୁ ପଡିଥିଲା ସେଇ କ୍ୱେଶ୍ଚନ ଗୁଡାକୁ ଆମେ ଆଜି ଡିସ୍କସନ କରିବା ଆଉ ଆମେ ଆନାଲିସିସ୍ କରିବାକୁ ଯିବା ପିଲାମାନେ ନା କେମିତିକା କ୍ୱେଶ୍ଚନ MCQ ପଡୁଛି ଠିକ ଅଛି ନା ଏଟା ପୁରା MCQ ସିରିଜ ହବ ତ କେମିତିକା MCQ ପଡୁଛି ଆଉ ଏଇ ବର୍ଷ କେମିତିକା ପଡିବ ସେ ବିଷୟରେ ଆମେ ଟିକେ ଆନାଲିସିସ୍ କରିବା ଆଉ ଜାଣିବା କୋଉ କୋଉ ବିଷୟରୁ ଅଧିକ ପଡୁଛି ଆଉ କୋଉ କୋଉ ବିଷୟରୁ ଆମେ ଅଧିକ ପଢିବାକୁ ପଡିବ ଯାହା ଫଳରେ କି ଆମେ 50 ରୁ ପାଖାପାଖି 45 ଏଭବ ରଖିବାକୁ ଟ୍ରାଏ କରିବା ଠିକ ଅଛି ପିଲାମାନେ ତ ପିଲାମାନେ ଚାଲ ଭିଡିଓଟିକୁ ଷ୍ଟାର୍ଟ କରିବା ନିହାତି ଭାବରେ ଚ୍ୟାନେଲଟିକୁ ଯଦି ନୂଆ ଅଛନ୍ତି ଚ୍ୟାନେଲଟିକୁ ନିହାତି ଭାବରେ ସବସ୍କ୍ରାଇବ କରିଦେବେ ଓକେ ସବସ୍କ୍ରାଇବ କରିଦେଇକି ଗୋଟେ ଗୋଟେ ଲାଇକ୍ କରିଦେବେ ନିହାତି ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ ଆଉ ସବସ୍କ୍ରାଇବ କରିକି ଗୋଟେ ଗୋଟେ ଲାଇକ୍ କରିଦେବେ ନିହାତି ଭାବରେ ଟିକେ ଲାଇକ୍ କରିଦେବେ ଓକେ ଚାଲ ଭିଡିଓ ତ ପିଲାମାନେ ଦେଖିପାରୁଥିବ ତୁମ ତମ ସ୍କ୍ରିନ ଉପରେ ଆସିଯାଇଛି ପିଲାମାନେ ବଢିଆ କ୍ୱେଶ୍ଚନ ଟା କହିଛି ଦେଖ ସେ କହିଛି ଡୁବେରିନର ଟିକେ ଖାଲି ଗୋଟେ ସେକେଣ୍ଡ ୱେଟ୍ କରୁ ପିଲାମାନେ ହଁ ସେ କହିଛି ଦେଖ ପିଲାମାନେ ଡୁବେରିନର କୋଡ ପ୍ରାଇଡ ସମୂହର ପ୍ରଥମ ମୌଳିକର ପାରମାଣବିକ ବସ୍ତୁତ୍ୱ x ଓ ଶେଷ ମୌଳିକର ପାରମାଣବିକ ବସ୍ତୁତ୍ୱ y ହେଲେ ମଝିରେ ଥିବା ମୌଳିକର ବସ୍ତୁତ୍ୱ କେତେ ହବ ପୁରା ପିଲାମାନେ ଯେମାନେ ପଢିଥିବେ ବା ଯୋଉମାନେ ଆମ କ୍ଲାସ କରିଥିବେ ପିଲାମାନେ ତମେ ଜାଣିଥିବ ନା କେତେଟି ଏମିତି ଗୋଟେ ବକ୍ସ କରିଥିଲେ ଡୁବେରିନର ବକ୍ସ କରିକି 9ଟା ଏଲିମେଣ୍ଟ କୁ ସେମାନେ ରଖିଥିଲେ ହଁ କି ନା ଆଉ ଟ୍ରାଇଡ ସମୂହ ବୋଲି ସେ କହୁଥିଲେ ସେଇ 9ଟା ଏଲିମେଣ୍ଟ କୁ ଏମିତିଆ କରିଥିଲେ ହେଁ ସେ ସେଇଟା କହିଛି ପିଲା କ୍ୱେଶ୍ଚନ କହିଛି ପ୍ରଥମଟାକୁ ଆମେ x ନେଇଗଲେ ପ୍ରଥମଟାକୁ x ନେଇଗଲେ ଆଉ ଶେଷଟାକୁ y ନେଇଗଲେ ଆମେ ଜାଣିଛେ ପିଲାମାନେ ଏଇ ଯୋଉ ମଝିଟା ରହିଲା ଆମେ ଜାଣିଛେ ମଝିଟା ହଉଛି ଏମାନେ ଦି ଜଣଙ୍କର ହାରାହାରି ସମଷ୍ଟି ଏମାନେ ଦି ଜଣଙ୍କର ହାରାହାରିର ସମଷ୍ଟି ବା ହାରାହାରି ସେଟା କେମିତି ମଝିର ପାରମାଣବିକ ବସ୍ତୁତ୍ୱ କେମିତି ଜାଣିବା ନା ସାର୍ x ପ୍ଲସ y ବିଭକ୍ତ 2 ଏଇଟା ହଉଛି ନା x ର ପରମାଣୁକ ବସ୍ତୁତ୍ୱ ଆଉ y ର ପରମାଣୁକ ବସ୍ତୁତ୍ୱର ଯୋଗ କରିକି 2 ହରଣ କରିଦେଲେ ଯାହା ଆସିବ ସେ ମଝିଟାର ପାରମାଣବିକ ବସ୍ତୁତ୍ୱ ସହିତ ସମାନ ହବ ବୋଲି କହିଥିଲି ଠିକ ଅଛି ତ ଅପସନ ଡି ଇଜ ଦ ରାଇଟ ଆନ୍ସର ଅପସନ ଡି ଇଜ ଦ ରାଇଟ ଆନ୍ସର ଯୋଉମାନେ ଅପସନ ଡି କହିଛ ବିଲକୁଲ ରାଇଟ ପିଲାମାନେ ନେକ୍ସଟ କ୍ୱେଶ୍ଚନ ପିଲାମାନେ ତମେ ତଳେ ଦିଆହେଇଛି ଦେଖ ଏଇଟା ତ ବହୁତ ଇଜି ତମେ ଆରାମସେ କରିଦେଇ ପାରିବ କଲ ଦେଖିଆ କ୍ୱେଶ୍ଚନ କହିଛି ଏକ ସବଳ ଅମ୍ଳ ଓ ଦୁର୍ବଳ କ୍ଷାର ଲବଣର ପିଏଚ୍ କେତେ ସେ କହିଛି ଗୋଟେ ସବଳ ଅମ୍ଳ ତମେ ଯଦି ପିଏଚ୍ ସ୍କେଲ କଥା ଟିକେ ମନେ ପକେଇବ ପିଲାମାନେ ଟିକେ ଖାଲି ମନେ ପକାଅ ଓକେ ଟିକେ ଖାଲି ଯଦି ମନେ ପକେଇବ ଟିକେ ପିଏଚ୍ ସ୍କେଲ କଥା ଯଦି ତମେ ଟିକେ ମନେ ପକେଇବ ଟିକେ ଖାଲି ରହିଯାଉ ଟିକେ ଏଟା ଲିଭେଇ ଦବା ହଁ ଆଚ୍ଛା ପିଲାମାନେ ତମେ ଯଦି ପିଏଚ୍ ସ୍କେଲ କଥା ତମେ ମନେ ପକେଇବ ତ ସେଇ ପିଏଚ୍ ସ୍କେଲ କେମିତିକା ଅଛି ନା ସାର୍ ଜିରୋ ରୁ ଷ୍ଟାର୍ଟ ହେଇଛି ଓକେ ଜିରୋ ରୁ ଷ୍ଟାର୍ଟ ହେଇଛି ଆଉ 14 ରେ ସରିଛି ଏଇ ମଝିଟା ଆମେ 7 ବୋଲି କହିଥାଉ ଆମେ ଜାଣିଛେ ସାର୍ ଏପଟେ ଯେତେ ବଢିବ କ୍ଷାରର ପରିମାଣ ସେତେ ବଢିବ ଆଉ 7 ରୁ ଯେତେ କମିବ ଅମ୍ଳର କ୍ଷାର ସେତେ ବଢିବ ପ୍ଲସ କ୍ଷାରର ଭ୍ୟାଲୁ ସେତେ କମିବ ତ 7 ତ ବିଲକୁଲ ହେଇପାରିବନି 7 ଟା ଗୋଟେ ନ୍ୟୁଟ୍ରାଲାଇଜ ପ୍ରତି ଠିକ ଅଛି ନ୍ୟୁଟ୍ରାଲାଇଜ ହେଇଯିବ 7 ଟା ହଉଛି ପୁରା ନ୍ୟୁଟ୍ରାଲାଇଜ ହେଇଯିବ ମାନେ ତା ପାଖର ବେଶୀ ଖଟା ନଥିବ କିମ୍ବା ବେଶୀ କ୍ଷାର ନଥିବ ଓକେ ତ ସମସ୍ତ ଉପରୋକ୍ତ ସମସ୍ତ ତ ବିଲକୁଲ ହେଇପାରିବନି 7 ରୁ ବେଶୀ ଆମେ କଣ ଜାଣିଛେ ନା ଦୁର୍ବଳ କ୍ଷାର ନୁହଁ ଆମେ ଜାଣିଛେ ସବଳ କ୍ଷାର ଯଦି ସବଳ କ୍ଷାର ଅଧିକ ହେଇଯିବ ତେବେ ଆମେ ଜାଣିଛେ ସେ 7 ରୁ ଅଧିକ ହେଇଯିବ ତ ଏଟା ବି ଭୁଲ ହବ ତ ଅପସନ ବି ଇଜ ଦ ରାଇଟ ଆନ୍ସର ଅପସନ ବି ଇଜ ଦ ରାଇଟ ଆନ୍ସର 7 ରୁ କମ ହେଲେ ଯାଇକି ତାକୁ ଆମେ କଣ କହିବା ନା ସବଳ ଅମ୍ଳ ବୋଲି କହିପାରିବା ଓକେ 7 ରୁ କମ ହେଲେ ତାକୁ ଆମେ କହିପାରିବା କଣ ପିଲେ ନା ସାର୍ ସବଳ ଅମ୍ଳ ବୋଲି ନେକ୍ସଟ କ୍ୱେଶ୍ଚନ ତମ ସ୍କ୍ରିନ ଉପରେ ଆସିଯାଇଛି ପିଲାମାନେ ଇଥେନ ଇଥେନ ଅଣୁରେ କେତୋଟି ସହ ସଂଯୋଜ୍ୟ ବନ୍ଧ ଅଛି ପିଲାମାନେ ଇଥେନ ଅଣୁରେ କେତୋଟି ସହ ସଂଯୋଜ୍ୟ ବନ୍ଧ ଅଛି ଯଦି ତମେ ଏଟା ଦେଖିବ କେତୋଟି ସହ ସଂଯୋଜ୍ୟ ବନ୍ଧ ଅଛି ପିଲାମାନେ ନା ସାର୍ 6ଟି ନା ସାର୍ 6ଟି ସହ ସଂଯୋଜ୍ୟ ବନ୍ଧ ଅଛି ଡାଇରେକ୍ଟ ଦେଖ କ୍ୱେଶ୍ଚନ ପକଉଛି ଠିକ ଅଛି ଏଗୁଡ଼ା ଆମେ କ୍ଲାସରେ ଆମେ ଡିସ୍କସନ କରିଛେ ପିଲାମାନେ ଯଦି नो କ୍ଲାସ ଗୁଡ଼ା ଦେଖିନ ନିହାତି ଭାବରେ ମୋ ଚ୍ୟାନେଲକୁ ଯାଅ ଚ୍ୟାନେଲରେ ଯାଇକି ତମେ ଏଇ ଯୋଉ ସାଇନ୍ସରେ ଠିକ ଅଛି ନା ସାଇନ୍ସରେ ପାଖାପାଖି 70% ସବଜେକ୍ଟ ଆମେ MCQ ଡିସ୍କସନ କରିଛେ 70% ସବଜେକ୍ଟର ଆମେ MCQ ଡିସ୍କସନ କରିଦେଇଛେ ନିହାତି ଭାବରେ ସେଇ କ୍ଲାସ ଗୁଡ଼ା ଦେଖିଦିଅ ନିହାତି ଭାବରେ ସେଇ କ୍ଲାସ ଗୁଡ଼ା ଦେଖିଦିଅ ଦେଖିବ ସବୁ କ୍ୱେଶ୍ଚନ ଗୁଡ଼ା ଏଇଠୁ ହିଁ ପଡିଛି ସେଇ କ୍ଲାସରୁ ଯେତିକି ଆମେ କ୍ୱେଶ୍ଚନ ଡିସ୍କସନ କରିଛେ ପିଲାମାନେ ସେଇ କ୍ୱେଶ୍ଚନ ଗୁଡ଼ା ଏଇଠି ଛାପି ଦେଇଛି ପୁରା ଠିକ ଅଛି ତାପରେ ନେକ୍ସଟ ଯିବା ଦେଖ ଏଇଟା ଅପସନ ଏ ଇଜ ଦ ରାଇଟ ଆନ୍ସର ଓକେ 3 ନମ୍ବର ଅପସନ ଏ ଇଜ ଦ ରାଇଟ ଆନ୍ସର ନେକ୍ସଟ କ୍ୱେଶ୍ଚନ ଦେଖ ପିଲାମାନେ କହିଛି ଦେଖ ସମୀପ ଦୃଷ୍ଟି ସମ୍ପନ୍ନ ଏକ ବ୍ୟକ୍ତି 2 ମିଟର ଦୂରତା ବାହାରେ କୌଣସି ବସ୍ତୁକୁ
ପରିଷ୍କାର ଭାବରେ ଦେଖି ପାରୁନାହାନ୍ତି ସେହି ବ୍ୟକ୍ତି ସାଧାରଣ ଦୃଷ୍ଟିମାନ ହେବା ପାଇଁ ସଂଶୋଧିତ ଲେନ୍ସର ପାୱାର କେତେ ପଚାରିଛି। ଛୁଆ ପାୱାର ମାନେ ପି ପଚାରିଛି। ଛୁଆ ପି ପଚାରିଛି। ମୁଁ ଗୋଟେ ଫର୍ମୁଲା ଜାଣିଛି ସାର୍, ପି ମାନେ ମୁଁ ଜାଣିଛି 1/f। ଜାଣିଛି ନା ଜାଣିନି? ହଁ ସାର୍ ଜାଣିଛି ଆମେ 1/f। ଆଚ୍ଛା ମତେ ଏଫ୍ ଏଠି ଦେଇଛି କି? ସାର୍ ମୁଁ ଏଫ୍ ପାଇବା ପାଇଁ ମୁଁ ଜାଣିଛି ଲେନ୍ସ ମେକର ଫର୍ମୁଲା, ବା ଲେନ୍ସ ମେକର ନୁହଁ, ଆମର ଲେନ୍ସ ଫର୍ମୁଲା ବା ଦର୍ପଣ ଫର୍ମୁଲା ଆମେ ଜାଣିଛେ 1/u ପ୍ଲସ୍ 1/v। 1/u ପ୍ଲସ୍ 1/v। ଓକେ, ତ ପିଲାମାନେ ମତେ କୁହ ଛୁଆ u ଦେଇଛି, v ଦେଇଛି କି? ସାର୍ u ତ ଦେଇଦେଲା ସାର୍ 2 ମିଟର। ସାର୍ 2 ମିଟର। u ଟା ଏଠି ଦେଖ ସେ କହିଛି, ଆମେ ଜାଣିଛେ ଦେଖ ଗୋଟେ କଥା, ଆମର ଆଖି ଯଦି ଏଇଠି ରହିଲା, ସବୁବେଳେ ମନେ ରଖ ସର୍ବନିମ୍ନ ଦୂରତା ଆମର 25 ମିଟର। କେତେ ମିଟର ପିଲାମାନେ? ସରି 25, ହଁ 25 ମିଟର। ଓକେ, 25 ସେଣ୍ଟିମିଟର ପିଲାମାନେ, 25 ସେଣ୍ଟିମିଟର। ଆଉ ସର୍ବାଧିକ ଦୂରତା ମାନେ ଅତି କମରେ ଆମ ଆଖିରୁ 25 ସେଣ୍ଟିମିଟର ଦୂରତାରେ ଥିବା ବସ୍ତୁକୁ ଆମେ ସଠିକ ମାନେ ସ୍ପଷ୍ଟ ଭାବରେ ଦେଖିପାରିବା। ଯଦି ସେ 25 ସେଣ୍ଟିମିଟରରୁ ପାଖକୁ ଚାଲି ଆସିବ ପିଲାମାନେ, ତାକୁ ଆମେ ସ୍ପଷ୍ଟ ଭାବରେ ଦେଖିପାରିବା ନାହିଁ। ସେଇଭଳି ଅତି ଦୂରତା, ସର୍ବାଧିକ ଦୂରତା କେତେ ନା ଅନନ୍ତ ଦୂରତା, ଇନଫିନିଟି। y ଟାକୁ ପିଲାମାନେ ଇନଫିନିଟି ନେଇଯିବ, ତ ଏଟାକୁ 2 ନେଇଯିବ, y ଟାକୁ ଇନଫିନିଟି ନେଇକି f ବାହାର କରିଦବ, ଫୋକାଲ ଲେନ୍ଥ ବାହାର କରିଦବ। ଆଉ ଫୋକାଲ ଲେନ୍ଥ ଟାକୁ ଉଲଟେଇ ଦେଲେ ଆମେ ପାୱାର ପାଇଯିବ, ଯିଏ କି ହେଇଯିବ କେତେ ନା ତମର -2 0.5 ମାଇନସ, ସରି ଏଇଟା ହେଇଯିବ କଣ ପିଲାମାନେ ନା -1 ଡାଇପ୍ଟର। ଡି, ଅପସନ ଡି, 4 ନମ୍ବର ଅପସନ ଡି ଇଜ ଦ ରାଇଟ ଆନ୍ସର। ଓକେ, ଅପସନ ଡି ଇଜ ଦ ରାଇଟ ଆନ୍ସର। ତମର ଏଇଟା -d ବାହାରିଯିବ, ବୁଝିପାରୁଛ ନା ନାଇଁ? ତାର ନେକ୍ସଟ କ୍ୱେଶ୍ଚନ ଯିବା ପିଲାମାନେ। ନେକ୍ସଟ କ୍ୱେଶ୍ଚନ ପିଲାମାନେ କହିଛି କଣ ନା ଦସ୍ତା ଲେପନ। ଦସ୍ତା ଲେପନ ରୁ ଟିକେ ଖାଲି, ହଁ ସେ କଣ କହିଛି ନା ଦସ୍ତା ଲେପନ ଏକ ପ୍ରଣାଳୀ ଯାହା କଳଙ୍କି ଲାଗିଥିବାରେ ପ୍ରତିରୋଧ କରେ, ତାହା ହେଲା କଣ? ସେ କହିଛି ଦସ୍ତା ଲେପନ ଏକ ପ୍ରଣାଳୀ, ଏଟା ଗୋଟେ ଦସ୍ତା ଲେପନ ପ୍ରଣାଳୀ ଯାହାକି କଳଙ୍କି ଲାଗିବାରେ ପ୍ରତିରୋଧ କରେ। ତାହା ହେଲା କାହାର କଳଙ୍କି ଲାଗିବାରେ ପ୍ରତିରୋଧ କରେ? ଷ୍ଟିଲ ଆଇରନ୍ ନା ଷ୍ଟିଲ ଟିଣ ନା ଷ୍ଟିଲ ସିଲଭର ନା ଷ୍ଟିଲ କପର? ଆମେ ଜାଣିଛୁ ସାର୍ ଷ୍ଟିଲ ତ ନିହାତି ଭାବରେ ଷ୍ଟିଲ କରିଥାଏ, କିନ୍ତୁ ଟିଣକୁ କରିଥାଏ କି ନା ସାର୍? ଟିଣ ସିଲଭର କୁ ବି ନୁହଁ, କପର କୁ ବି ନୁହଁ। ତେବେ ଏଇଟା କଣ ହବ ନା ଅପସନ ଡି ଇଜ ଦ ରାଇଟ ଆନ୍ସର, ଷ୍ଟିଲ ଆଉ ଆଇରନ୍। କଣ କରିଥାଏ ପିଲାମାନେ? ଷ୍ଟିଲ ଆଉ ଆଇରନ୍। ଓକେ, ନେକ୍ସଟ କ୍ୱେଶ୍ଚନ ପୁଣି ଯିବା ପିଲାମାନେ, ପଢ। ଏଇଭଳିଆ କ୍ୱେଶ୍ଚନ 2024 ମସିହାରେ ପଡିଥିଲା ପିଲାମାନେ। 2024 ମସିହାରେ ପଡିଥିଲା ମାନେ ତମେ ଦେଖି ରଖିଥାଅ କି ଏଇ ଭଳିଆ କ୍ୱେଶ୍ଚନ ମାନେ ଚେଞ୍ଜ କରେନି। ପ୍ରିଭିୟସ ଇୟର କ୍ୱେଶ୍ଚନ କୁ ଆମେ 5 ବର୍ଷର ପ୍ରିଭିୟସ ଇୟର କ୍ୱେଶ୍ଚନ ଡିସ୍କସନ କରିବା, ନିହାତି ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ। ଆମେ ଦେଖିବା, ଆମେ ଆନାଲିସିସ୍ କରିବା କୋଉ ଭଳିଆ କ୍ୱେଶ୍ଚନ ପଡୁଛି, ସେଇ ହିସାବରେ ଆମେ ପାଠ ପଢିବାକୁ ଯିବା। ଓକେ, 6 ନମ୍ବର କ୍ୱେଶ୍ଚନ ବି ଦେଖିଦିଅ ପିଲାମାନେ, କଣ ହବ? ସେ କହୁଛି ନିମ୍ନୋକ୍ତ ରାସାୟନିକ ପ୍ରକ୍ରିୟା କେଉଁଟି ଏକ ବିଜାରକ? ଆଚ୍ଛା ବିଜାରକ ଦେଖିଲ କଣ ନା ସାର୍ ଏଇଠି Mn ପାଖରେ O2 ଲାଗିଥିଲା, ଏଠି MnO ପଳେଇଲା, ତାହେଲେ ଏଟା ହବନି, ଏଟା ହବ ନାହିଁ। ଦେଖିଲେ ଏଠି Cl ଅଛି, ଆଚ୍ଛା ଏଇଟା ହେଇପାରେ, ଏଇଠି ଦେଖ ହାଇଡ୍ରୋଜେନ ହରେଇ ବସିଲା। କଣ ବସିଲା ଛୁଆ? ଏଠି ଦେଖ ହାଇଡ୍ରୋଜେନ ଟା ହରେଇ ବସିଲା। ତେବେ କଣ ହବ? ହାଇଡ୍ରୋଜେନ କୋଉଠି ଅଛି? ଅପସନ ବି ଇଜ ଦ ରାଇଟ ଆନ୍ସର, HCl। ଅପସନ ବି ଇଜ ଦ ରାଇଟ ଆନ୍ସର, ଅପସନ ବି ଇଜ ଦ ରାଇଟ ଆନ୍ସର। ଯଦି ତମେ ଦେଖିନ, ମୁଁ କହୁଛି ଜାରଣ ବିଜାରଣ ଆମେ ଭଲସେ ପଢି ଦେଇଛି କ୍ଲାସରେ, ନିହାତି ଭାବରେ ସେଇ କ୍ଲାସଟିକୁ ଦେଖିଦବ। ତମର ଜାରଣ ବିଜାରଣ ସେ କିଛି ଡାଉଟ ହିଁ ରହିବନି। ତମ ଜାରଣ ବିଜାରଣ, ଜାରଣ ଆଉ ବିଜାରଣର କିଛି ଡାଉଟ ହିଁ ରହିବନି ଯଦି ତମେ ସେଇ କ୍ଲାସଟାକୁ ଟିକେ ଦେଖିଦବ। ପ୍ଲିଜ ଆଶା କରିବି ତମେ ଦେଖି ସାରିଥିବ, ଯଦି ନ ଦେଖିଛ ନିହାତି ଭାବରେ ତମେ ଦେଖିଦିଅ ବହୁତ ପିଲା। ତାପରେ ନେକ୍ସଟ କ୍ୱେଶ୍ଚନ ଅଛି ପିଲାମାନେ, 5ଟି ରେଜିଷ୍ଟର ବିଶିଷ୍ଟ ପ୍ରତିରୋଧ, ମାନେ 5ଟି ରେଜିଷ୍ଟର ଏଇଭଳିଆ ଅଛି ଦେଖ, 1 2 3 4 5, ଏଇରକମ 5ଟା ରେଜିଷ୍ଟର ଅଛି। ପ୍ରତ୍ୟେକର ଦେଖ 1/5 ଓମ୍ ହେଲେ ଏହି ସଂଯୋଜକ ଅତି ବେଶୀରେ କେତେ ପ୍ରତିରୋଧ ସୃଷ୍ଟି କରିବ? ମାନେ ୟାର ବି ପ୍ରତିରୋଧ କେତେ? 1/5 ଓମ୍, ୟାର ବି ପ୍ରତିରୋଧ 1/5 ଓମ୍, ସରି 1/5 ଓମ୍, ୟାର ବି ପ୍ରତିରୋଧ 1/5 ଓମ୍, ୟାର ବି ପ୍ରତିରୋଧ 1/5 ଓମ୍, ୟାର ବି ପ୍ରତିରୋଧ 1/5 ଓମ୍। ସେ ପଚାରିছে ଟୋଟାଲ ପ୍ରତିରୋଧ କେତେ ସୃଷ୍ଟି କରି ଛାଡିବ? ଟୋଟାଲ ପ୍ରତିରୋଧ ମାନେ ଟୋଟାଲି ଆର ବାହାର କରିଦବା। ଏଟାକୁ ଯଦି ଆମେ R1 ନେଇଯିବା, R2 ନେଇଯିବା, R3 ନେଇଯିବା, R4 ନେଇଯିବା, R5 ନେଇଯିବା, ତେବେ ସବୁ ଗୁଡାକୁ ଯୋଗ କରିଦେଲେ, ମତେ ନର୍ମାଲି ସବୁ ଗୁଡାକୁ ଯୋଗ କରିଦେଲେ ମୁଁ ପାଇଯିବି ଟୋଟାଲ ରେଜିଷ୍ଟାନ୍ସ କେତେ। ବାହାର କରି ଯୋଗ କରିଦିଅ ସବୁ ଗୁଡାକୁ, କେତେ ହେଇଯିବ ଛୁଆ? ନା ସାର୍ 1/5 ପ୍ଲସ୍ 1/5 ପ୍ଲସ୍ 1/5, କେତେଟା ଅଛି? 5ଟା ଅଛି ସାର୍। ପ୍ଲସ୍ 1/5 ପ୍ଲସ୍ 1/5, ସବୁଗୁଡାକୁ ଯୋଗ କରିଦିଅ। ଲସାଗୁ ଚାଲିଯିବ କେତେ ଛୁଆ? 5 ଲସାଗୁ ଚାଲିଗଲା, ଉପରେ 1 2 3, ଆରେ 1 2 3 4 5, 5/5, 5/5 ଯେ କେତେ? ନା ସାର୍ 1 ସହିତ ସମାନ। ତାହେଲେ ଟୋଟାଲ ରେଜିଷ୍ଟାନ୍ସ କେତେ କହିପାରିବା ଆମେ? 1 ବୋଲି କହିପାରିବା। ସରି, ହଁ 1 ବୋଲି କହିପାରିବା। ତେବେ 7 ନମ୍ବର ଅପସନ କୋଉଠି ଅଛି 1? ନା ସାର୍ ଅପସନ ବି ଇଜ ଦ ରାଇଟ ଆନ୍ସର, 1। ଅପସନ ବି ଇଜ ଦ ରାଇଟ ଆନ୍ସର, 1। ଓକେ, ପାଇଗଲେ ଆନ୍ସର। ଅଛି ନେକ୍ସଟ କ୍ୱେଶ୍ଚନ ପିଲାମାନେ, ଲିଭେଇ ଦବା, ଟିକେ ରହିଯାଅ ପିଲାମାନେ, ଏଟା ରିଭେଇ ଦବା। ନେକ୍ସଟ କ୍ୱେଶ୍ଚନ କୁ ଯିବା। ଜମ୍ପ ଟୁ ନେକ୍ସଟ କ୍ୱେଶ୍ଚନ। ପିଲାମାନେ ତମର ଯଦି କୌଣସି ବି ପ୍ରୋବ୍ଲେମ ହଉଛି, ଆଉ କୋଉ କୋଉ ଟପିକ ରୁ ତମକୁ ବୁଝା ପଡୁନାହିଁ,
तो निहाती भाବରେ मते कमेंट करिवो नहले मो नंबर मते मेसेज कर दो, मु तुमको स्पेशली तुमको तुम पई सेही टॉपिक रो वीडियो आनिबा को चेष्टा करबी। ओके, आज पिला माने आज 1 तारिख आज स्टार्ट करछो वीडियो, प्रत्येक दिन एई भलिया देखि पारथो मंगलवार गुरुवार एवं शनिवार प्रत्येक दिन आसीबो तमर वीडियो सकाळ 8टा समय रे, निहाती भाବରେ चैनल टिको सब्सक्राइब करिक रखिदियो बास। ओके, तापर क्वेश्चन देखो कहिछि भल से पढो देखो पिला माने कहिछि पिला माने कोन ना गोटी इलेक्ट्रॉन एक चुंबकीय क्षेत्र मध्यरे आसीगला चुंबकीय क्षेत्र हैला, गोटी इलेक्ट्रॉन एक चुंबकीय क्षेत्र मध्यरे लंब भाबरे चित्र रे प्रदर्शित ହେଲା ଭଳିଆ ପ୍ରବେଶ କରୁଛି ମାନେ ପଶିଲା ମାନେ ଇଲେକ୍ଟ୍ରନ ଟା ଏଣ୍ଟ୍ରି କରୁଛି ପିଲାମାନେ ଏପଟ ହେଲା ଏଣ୍ଟ୍ରି ଏଟା ହେଲା ଚୁମ୍ବକୀୟ କ୍ଷେତ୍ରଟା ଏପଟେ ଯାଉଛି ଇଲେକ୍ଟ୍ରନ ଟା ଏଣ୍ଟ୍ରି କରୁଛି ବୃଦ୍ଧାଙ୍ଗୁଳି ଥିଓରମ ମନେ ପଡୁଛି ତ ଆଚ୍ଛା ଥିଓରି ତ ସେ କହୁଛି ଚିତ୍ର ମଧ୍ୟରେ ପ୍ରବେଶ କଲା ବେଳେ ପ୍ରବେଶ କରୁଛି ଇଲେକ୍ଟ୍ରନ ଉପରେ କାର୍ଯ୍ୟକାରିତା ହେଉଥିବା ବଳର ଦିଗ କେପଟେ ଆରେ ଅବଭିୟସଲି କୋଉ ଆଡକୁ ହବ ପୃଷ୍ଠ ଭିତରକୁ ନା ପୃଷ୍ଠ ବାହାରକୁ ନା ବାମକୁ ନା ଡାହାଣକୁ କମେଣ୍ଟ କର ଏଟା ଡାଇରେକ୍ଟ କ୍ୱେଶ୍ଚନ କୌଣସି ଏକ୍ସପ୍ଲାନେସନ ନାହିଁ ପିଲାମାନେ ଡାଇରେକ୍ଟ ଆମେ ଆନ୍ସର ଲେଖି ଦେଇ ପାରିବାକୁ ऑप्शन 8 नंबर ऑप्शन ए इज द राइट आंसर पृष्ठ बाहर को ये पृष्ठ बाहर को ऑप्शन ठीक हो आंसर पृष्ठ बाहर को ऑप्शन ए इज द राइट आंसर ओके नेक्स्ट क्वेश्चन पिला तुम स्क्रीन ऊपर एटा तो जानि छ तुम पिला माने कोन ना सी रे बंध बांधिछि ओएच आ द्वितीय बंध बांधिछि ओ तबे एई जो एटा कहा लास्ट लागि थाई हमर एटा गोटे लांगुड बोली म कहितली मने पडछ ना एटा कहा लांगुड लागि थाई ना सर कार्बोसिलिक एसिड ऑप्शन सी 9 नंबर ऑप्शन सी इज द राइट आंसर कार्बोसिलिक एसिड सांगरे ये कोन सी उठे लागिथिबो ता लांगुड रे एठी लागिथिबो कार्बोसिलिक एसिड लांगुड रे एठी लागिथिबो एटा तो एटा को ग्रुप रो ना पिला माने ना सर कार्बोसिलिक एसिड रो ग्रुप रो ना ओके स्क्रीन ऊपर आस जाइए देख सी कह क्वेश्चन टा बार बार कही इंपोर्टाट बहुत बहुत इंपोर्टाट पिला माने भाया क्वेश्चन तुम बहुत बहुत इंपोर्टाट मु बार बार कहूँ है भाया क्वेश्चन तुम बहुत बहुत इंपोर्टाट ओके केमती ना सी कही देख सी एटा गोटे एमती प्रतिरोध माने गोटे देइथिबो कोन संजोग देइथिबो विद्युत संजोग गोटे देइथिबो परिपथ गोटे देइथिबो सी कहितो टोटल रेजिस्टेंस केते मते को छुआ एटा दुई रेजिस्टेंस एटा रखि दियो एटा किछ असुविधा नै एटा को रखि दियो स्टोर करिक ओके एपटो आसला देख 6 रेजिस्टेंस रो ऊपर गोटे गला देख प्रतिरोध तोळे 3 ओम रेजिस्टेंस रो बा 3 ओम रो गोटे रेजिस्टेंस प्रतिरोध गला अच्छा हो आमे देखिलो एबारे किपळी भाबर संजोग होईची आमे जेतले पढिथिले संजोग कथा एबारे सर कोन समांतरल संजोग होईची समांतरल संजोगर सूत्र होची कोन सर आमे जानिचे ना सर 1/r इक्वल टू 1/r1 प्लस 1/r2 सेही फार्मूला पके दियो छा 1 एटा को r1 नै जाओ एटा को r1 नै जाओ एटा को r1 एटा को r2 हला केते हिजो छ 1/6 1/6 प्लस 1/3 केते हिजो लसा को चली जिवो एठी छुआ पिले लसा को 6 चली गला ये चल जो केते कि 2 1 3 3 युक्त 6 अर्थात 1 युक्त 2 1 युक्त 2 ताले r केते हिजो छुआ r इक्वल टू 2 r इक्वल टू 2 तेबे मते को एपटो आसिला 2 तापर ए दिटार पूरा टोटल रेजिस्टेंस हला ए जो दीटा रेजिस्टेंस समांतराल संयोगर रेजिस्टेंस दीटा हेची आंको मध्य टोटल रेजिस्टेंस केते हिजो ना 2 ओम रो आंकर टोटल रेजिस्टेंस केते हिजो इटी एटा 2 ओम रही जिवो ओके ना 2 ओम रही जिवो तेबे को 2 युक्त 2 केते हो 4 4 ओम काई ऑप्शन डी इज द राइट आंसर ऑप्शन डी इज द राइट आंसर 4 ओम रहबो केते ओम रहबो पिले माने 4 ओम रहबो कारण एटा गुटे तमे एटा को काउंट करी खाली 2 लिखिबनी 2 तो ऑप्शन ही नाही एठे 2 एपटो अछि 2 2 2 एक केते हिजो 4 हिजो क्वेश्चन बार बार मु कहूछु बार बार क्वेश्चन ल पढे ठीक अछि तापर कहिछि 11 नंबर क्वेश्चन टा देखिलो कोन होबो से कहिछि जान गुड़िक ଯାନବାହନ ଗୁଡିକର ପଛ ପାଖ ଥିବା କେଉଁ ଖଞ୍ଜା ହୋଇଥିବା ଦର୍ପଣର ଖଞ୍ଜା ହୋଇଥିବା ଦର୍ପଣର ପରିବର୍ତ୍ତନ ବା ବର୍ଦ୍ଧନ କେତେ ଆମେ ଜାଣିଛେ ସାର୍ କେତେ ନା ସାର୍ ଅପସନ ଏ 1 ରୁ କମ ହବ ଏ ମ୍ୟାଗ୍ନିଫିକେସନ ସବୁବେଳେ 1 ରୁ କମ ହେଲେ ସି କଣ ହବ ଆମେ ଜାଣିଛେ ମ୍ୟାଗ୍ନିଫିକେସନ 1 ରୁ କମ ହେଇଥାଏ କିମ୍ବା 1 ରୁ ବଡ ହେଇଥାଏ ବା 1 0 ସହିତ ସମାନ ହେଇଥାଏ 0 ସହିତ ସମାନ ହେଲେ କଣ ହବ 1 ସହିତ କଣ ଏଟା ସବୁ କହି ଦେଇଥିଲି ଏବେ ମୁଁ ଆଉ କହୁନି କାରଣ ମୁଁ ଡିସ୍କସନ କରୁଛି क्वेश्चन ହେଲା ଲେଟ୍ ହେଇଯିବ ବହୁତ ଓକେ तापर ऑप्शन ए इज द राइट आंसर एटार ऑप्शन ए इज द राइट आंसर ओके 11 नंबर ऑप्शन ए इज द राइट आंसर पिला माने देखि रखि थाओ 11 नंबर ऑप्शन ए इज द राइट आंसर तापर नेक्स्ट क्वेश्चन वेरी 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 इंपोर्टेंट पिला माने तमरो विद्युत रो क्वेश्चन आसी गला देखो गोटे इलेक्ट्रॉन आयन प्रतिरोध मु करबिनी क्वेश्चन खाली कहि दउची केमति का हबो सुनो केमति करबो ना सर आमे जानि छु कोन ना सर सूत्र जानि छु p इक्वल टू i स्क्वायर r p इक्वल टू i स्क्वायर r ओके एई फार्मूला पके दो पिले एई फार्मूला तमे पके देले एटी कोन बाहर जिवो p रो वैल्यू बाहर जिवो p रो वैल्यू बाहर जिवो तापर हम बाहर कर दो q इज इक्वल टू pt q इज इक्वल टू pt q इज इक्वल टू pt कारण तुमको देइछ कोन मागी जे देखो ताप सृष्टि हो पई प्रभावित ले केते ताप ताप पचारि तुमको
তুমি आराम से एटा फॉर्मूला पके दबो एठी ऑप्शन हबो होछु पिला माने डी ऑप्शन डी इज द राइट आंसर ऑप्शन डी कोउटा तो सर 15000 जूल 15000 जूल ऑप्शन डी इज द राइट आंसर ओके जदि मते कहबो पिला माने मु तम मानको पई आउ थोरे एई भलिया मोस्ट इंपोर्टेंट माने कांसेप्ट रु क्लास को नै कि तम पई आसीबे ठीक अछि तापर नेक्स्ट पिला माने कहिछि 13 नंबर कहिछि गोटिए मौलिक x रो वस्तुत्व टिके खाली रहि जाओ हां देखो गोटिए मौलिक x रो वस्तुत्व संख्या 40 एवं एथिरे 21 टी न्यूट्रॉन अछि आमे जानिचे आधुनिक पर्याय सारणी रे केउ ग्रुप रे अच्छा तार परमाणु क्रमांक बाहर कलो पिला माने सर परमाणु क्रमांक सर परमाणु क्रमांक केमते बाहर करा जाय आमे जानिचे सर मास तार वस्तुत्व परमाणविक वस्तुत्व केते 40 रु कोन वियोग करदवा ना न्यूट्रॉन संख्या जेतेटा न्यूट्रॉन अछि ताको आमे जदि वियोग करदवा तेबे जहा आसीबो सेटा होछि मोर परमाणविक क्रमांक ठीक अछि ना केते आसीबो छको एटी जदि वियोग करदवा 40 रु 21 चाली माने 19 आसीबो केते आसीबो छ पिला माने 19 आसीबो 19 टा देखिलो आमे जानिछे से बॉक्स कथा मने पड़ी होछ ना परमाणु वस्तुत्व हमर आधुनिक पर्याय सारणी वस्तुत्व मने पकाओ सी केते नंबर रहइबो पिला माने ग्रुप 1 ना ग्रुप 2 देखो सी एक एठी जिबा एरको जिवो केते नंबर 19 थाई कहले देखिया एठी दिबो देखो एठी 30 19 इट पाखर थाई ना ई 3 नंबर पाखर देखो 3 नंबर ग्रुप रे थाई पिला माने 3 नंबर ग्रुप रे थाई को जल्दी को 2 नंबर ग्रुप भेरी गुड 2 नंबर ग्रुप रे रहबो को ग्रुप रे 2 नंबर ग्रुप रे रहबो ऑप्शन बी इज द राइट आंसर काहे ना एटा 19 अछि हला तार परमाणु क्रमांक केते अछि 19 अछि तो ऑप्शन बी ग्रुप 2 रे रहबो कोथि रहबो पिले ग्रुप 2 रे रहबो तापर नेक्स्ट क्वेश्चन पिला माने एटा तो डायरेक्ट कहबो तमे ना प्रिज्म मध्ये आपतित रश्मि और निर्गत रश्मि हला आपतित रश्मि और निर्गत रश्मि मध्ये जो कोणटा सृष्टि होइताय से कोणर ना पचारचे सर विचलन कोण ऑप्शन डी इज द राइट आंसर सर विचलन कोण की कोण कहै जाय ताको विचलन कोण ऑप्शन डी इज द राइट आंसर ओके तापर 5 नंबर पाखु जिबा पिले नंबर पाखु जिबा 15 नंबर बहुत इजी क्वेश्चन एटा बार बार मु कहिछि पिला माने एटा पढिबो परीक्षा रे ना कोन आलोकर केउ परी घटना पाई आकाश नील देखा जाय माने आलोकर एपरी केमतिया देखा जाउछि जे आकाश काहे कि नील देखा जाय आलोकर कोन विच्छुरण ना प्रतिसरण ना प्रतिफलन ना विकिरण एटा पिला माने ऑप्शन ए इज द वेरी इंपोर्टेंट वेरी राइट आंसर ऑप्शन ए इज द विच्छुरण स्कैटरिंग लाइट रो स्कैटरिंग फल रे अब आकाशटा केपरी देखा जाय नील देखा जाय ओके अच्छा सी कहिछि तापरटा बहुत इजी क्वेश्चन देखो पिला माने pH रो मूल्य 1 7 14 रे थिबा 14 थिबा द्रवण रे खंडे pH पेपर बुडाइले सेगुडी को रंग रे यथाक्रमे की परिवर्तन सप्तम श्रेणी क्वेश्चन पड़छ मने रखियो गोटे वर्ड ख्यालानी कोन सार वर्ड टा ख्या ला ली यार अर्थ कोन क्षारटा लाली को नील करे एई गोटे कथा मने रख दियो सब मने रहि जिवो क्षारटा लाली को नील करे मते कहबे एईटा एक जो अछि एटा हमर क्षार ना अम्ल सर अम्ल हेले से नील नालीटा नील करिवो कि ना सर कोन करिवो लाली नीलटा नाली कर दो माने अम्लटा कोन करियो नीलटा को लाली कर दो नीलटा को लाली कर दो तबे कोन प्रथमे नाली हबो प्रथमे तो नाली हबो तापर सबुज हबो तापर जाय कि नील हबो ऑप्शन बी इज द राइट आंसर 16 नंबर ऑप्शन बी इज द राइट आंसर ऑप्शन बी अरे 7 तो किछि हबोनी तार किछि परिवर्तन माने सबुज रंग होई जिवो आ नील आ 14 टा माने जानि जे क्षारटा 14 क्षार माने से नील होई जिवो आ कोन ऑप्शन बी इज द राइट आंसर ओके अच्छा तापर क्वेश्चन आसी गला पिला माने गोटे इलेक्ट्रॉन बल्ब रो सूत्र फिलामेंट मध्य देई एतिकी 1 ओम माने देई देला तुमर केते एम्पियर दे देला केते हमर विद्युत दे देला आई इक्वल टू दे देला केते 1 एम्पियर आई इक्वल टू दे देला ठीक अछि करबाटा आई इक्वल टू 1 एम्पियर दे देला ठीक अछि आ कोन देला प्रयत एतिकी सेकंड रे टाइम दे देला टी केते दे देला ना 16 सेकंड 16 सेकंड रे एही बॉल रो फिलामेंट मध्य दे प्रभावित होतबा इलेक्ट्रॉन संख्या कथा कहि देला पिला माने इलेक्ट्रॉन संख्या कथा जदी कहूची तमरो एटा बार बार मने रखिबो सर कोन ना E इक्वल टू QN सॉरी एन इक्वल टू क्यू इज इक्वल टू एन इक्वल टू एन क्यू माने कोन केते चार्ज प्रभावित चार्ज हला केते चार्ज इलेक्ट्रॉन केतरा चार्ज प्रभावित होबे ना एन संख्या एन टा गुटे नंबर संख्या 1 2 3 4 एगुडा हला एन ठीक अछि ना 1 2 3 4 भितर जेतिक सब जुग्म संख्या जेतिक सब पकई दे पारियो जुग्म माने प्रत्येक गणन संख्या जेतिक पकई दबो तार वैल्यू होई जबो तो एठी एन तते मागी जे तते पिला माने कोन मागी जे केतोटी इलेक्ट्रॉन संख्या केते होबो माने एन पचार जे तुम आराम से बाहर कर दबो ए क्यू इक्वल टू आईटी पकई दियो क्यू इक्वल टू आईटी क्यू इक्वल टू आईटी पकई देले आई केते जानि छ सर 1 इनटू टी केते 16 केते गेला 16 अच्छा क्यू पाई गेले हम 16 कोन पाई गेले
क्यू पाइगले 16 कोठी करिया एठी करबा क्यू पाइगले 16 देबे पकाओ एबे फार्मूला पकाओ ना सर n इक्वल टू क्यू बाई टी क्यू बाई n इक्वल टू क्यू बाई ई n लो क्यूब जगह 16 पकाई दबा आउ ई रो जानि 1.6 into 10 द्वारा एटा पकाई देकी वैल्यू बाहर जिवो कोन तो पहला बार वैल्यू बाहर जिवो बाहर करो जल्दी ऑप्शन 10 to the power 10 to the 20 बाहर जिवो आंसर 10 to the 20 ऑप्शन बी इज द राइट आंसर ऑप्शन बी इज द राइट आंसर बाहर करिवो हला पके दो हमरो इलेक्ट्रॉन वस्तु तो पकेकी बाहर करिवो ओके नेक्स्ट नेक्स्ट क्वेश्चन पिला माने तो कहिची सबुज सॉरी साबुन मिसेल रूप रे सफा करबा को समर्थ हुए कारण साबुन मिसेल रूप रे सफा करियार सामर्थ हुए तार कोन थाए कारण पचारछि काहे कि से समर्थ हेइ थाए जल्दी को पिला माने ना मिसेल द्रवण रे तैलाक्त मैला संग्रहित हुए बिल्कुल नुहटा सर ना मिसेल गुड़िक द्रवण रे कोन कॉलोएड रूप रहे ना एटा भी भूल आयन आयन विकर्षण जगु एकत्रित हुए अरे गोटे प्रकार देखिबो जदि एटा सबुडा ठीक हो देखो रो टिके खाली रो क्वेश्चन देखो भलसे ना सर मिसेल द्रवण रे तैलाक्त मैला सेटा भी से करता तैल मैला को भी से सफा कर देता ठीक अछि मिसेल गुड़िक द्रवण रे कॉलोएड रूप रहिता हां रहिता तापर आयन आयन विकर्षण जगु एकत्रित होई अपेक्षित हुए एटा भी हुए नाही एटा भी ठीक तो आमे जदि देखिबा उपरोक्त सबुडा तीनटा जाको हमर ठीक होउची ऑप्शन डी इज द राइट आंसर हे जिवो ऑप्शन डी इज द राइट आंसर हे जिवो ओके तुम देखो स्क्रीन ऊपर ना केउ नियम अनुसार रासायनिक समीकरण गुड़िक समतुल करा जाय थाए केउ नियम अनुसार रासायनिक गुड़िक समतुल करथाय आमे प्रथम विषय पढ़िथिले पढ़ला बेले मु कहिथिले पिला माने आमे जो समतुल करूचे माने कर mg प्लस O2 सृष्टि करिवो MgO एठी सर एठी 2 गुणन कर दबा एठी केते 2 गुणन कर दबा 2 एबे देखो एपटे दीटा मैग्नीशियम अछि एपटे दीटा मैग्नीशियम अछि एठी दीटा ऑक्सीजन अछि एपटे भी सर दीटा ऑक्सीजन अछि तेबे एटा जो आमे करूचे काहे कि हम मन इच्छा करूचे कि ना सर हमर गोटे नियम अछि वस्तुत्व संरक्षण नियम माने गोटे समीकरण रे एइठी जेतटा वस्तुत्व थिबो जेतटा मौलिक वस्तुत्व थिबो तार उत्पादन भी मध्ये सेतटी मौलिक वस्तुत्व रहिबा दरकार एई नियमटा हमको किए सिखौछि ना वस्तुत्व संरक्षण नियम किए सिखौछि वस्तुत्व संरक्षण नियम ऑप्शन ए इज द राइट आंसर ऑप्शन ए इज द राइट आंसर तापर 20 नंबर 20 नंबर क्वेश्चन देखो पिला माने अम्ल राजरे सद्य प्रस्तुत गाढ़ नाइट्रिक एसिड एवं गाढ़ हाइड्रोक्लोरिक एसिड रो अनुपात केते ए जो अम्लराज सद्य प्रस्तुत बेले नाइट्रिक एसिड केते आ गाढ़ हाइड्रोक्लोरिक एसिड केते नै थाओ केते अनुपात रे नै थाओ को जल्दी कमेंट करो पिला माने एटा तमे पढिबो एटा तमे पढि के देखिबो हला जदि न पढितो मु कोन करबी तो सर 1:3 1:3 अनुपात रहिले से एटा तयारी करि परिबे ओके 1:3 ऑप्शन बी इज द राइट आंसर ऑप्शन बी इज द राइट आंसर नेक्स्ट क्वेश्चन पिला माने कहि तुम स्क्रीन ऊपर देखो ना इथानॉल रु इथानोइक एसिड केउ पद्धति रे प्रस्तुत होइते तो जानिछ तुम इथानॉल रु इथानोइक एसिड हमर जारण 21 नंबर कोन हो पिला माने ना सर ऑप्शन बी इज द राइट आंसर जारण पद्धति रहितै कोन हैतै जारण पद्धति रे इथानॉल रु इथानोइक एसिड इथानॉल आमे जीव विज्ञान रे भी पढिछे मने पकाओ जीव विज्ञान रे भी पढिछे इथानॉल रु इथानोइक एसिड को जाउथाय भेरी गुड पिला माने जदि पिला माने मते कोनोसी डाउट रो कोनोसी प्रॉब्लम जदि तमे चाहूछ कि ना सर एई सीरीज टा कंप्लीट करो तो आमे प्रीवियस ईयर क्वेश्चन करिबा तेबे मते कमेंट करो जदि चाहूछ कि सर आमे प्रीवियस ईयर क्वेश्चन करि पारुने हमको टिके पूरा थियोरी हमको टिके पूरा थियोरी टा को हमको टिके क्लियर करे दियंतु हमको सर पूरा पूरा थियोरी टा को क्लियर करे दियंतु पूरा इंपोर्टेंट थियोरी रे कोन पढिले हमर परीक्षा रे पढबा सेटा हमको क्लियर करो तेबे सेटा को मु वीडियो करिवि किछि असुविधा नै मते कमेंट करो एठी तमे चैनल ले तळे थिबा कमेंट बॉक्स रे कमेंट करि परिबो नहले एई नंबर 7205892090 एई नंबर मते कमेंट करिकि मते व्हाट्सएप रे मते जणाओ ना सर मते हमको एइया दरकार हमको पढिया पई तो मु सेही हिसाब रे मो पढाटा को चेंज करिकि मु सेइया पढेबी ठीक अछि ना पिला माने मैथ साइंस भितर तमे कोनोसी भी प्रॉब्लम होछ मते पचारो फोन करो पचारो किछि भी करो मेसेज करो किछि असुविधा नै फोन करिवोनी कारण मु व्यस्त थिबी उठेई न पारिबी किंतु मेसेज कर दो मु तम मेसेज गुडा को निहाती भाबरे देखिबी ओके तो निहाती भाबरे मते चैनल नंबर रे मते मेसेज कर देकी तम सब डाउट कोन केमते क्लास करिबा कोउट तमर डाउट होउछ सेही ऊपर क्लास हम करिया किछि असुविधा नै तमर गोटे पिला भी जदि मते कहबे सर मते एई ऊपर डाउट होउछ मु सेही ऊपर क्लास करबी किछि असुविधा नै हला तो मते खाली मते जणाओ नले एठी कमेंट करि पारे नले वीडियो रे कमेंट करियो किछि असुविधा नै जोउठी कमेंट करले मु तमर कमेंट को पिक करबी ओके चलो टाइम वेस्ट देखिबा चलो नेक्स्ट क्वेश्चन को जिबा हम 22 नंबर कहला गोटे विद्युत स्रोतधारी दৈর্ঘ্য ও सड़क सोलेनोइड भितर अंश रे चुंबकीय क्षेत्र कोन आरे समान हबो बिल्कुल भी समान हबो सबुठारे समान हबो हम जानि सर ऑप्शन सी इज द राइट आंसर सबुठारे समान हबो
22 ଆରେ ମୋ କ୍ଲାସ ଗୁଡା କର ତମେ ଆରାମ ସେ କ୍ୱେଶ୍ଚନ ଦେଖିକି ହିଁ ତମେ ଆନ୍ସର କହିଦବ ତମେ ଖାଲି କ୍ଲାସ ଗୁଡା କର ମୁଁ ଅବଶ୍ୟ ଥିଓରି କ୍ଲାସ ମୁଁ ବହୁତ କମ କରିଛି ଏଠି ୟୁଟ୍ୟୁବ ରେ ଏମସିକ୍ୟୁ କ୍ଲାସ ରେ ବି ମୁଁ ଥିଓରି ର ବହୁତ ଡିସ୍କସନ କରିଛି ହେଲା ଏମସିକ୍ୟୁ କ୍ଲାସ ଗୁଡା ଦେଖ ଯଦି ତମକୁ ଥିଓରି କ୍ଲାସ ରିକ୍ୱାର୍ଡ ହୁଏ ମତେ କହିବ ମୁଁ ତମକୁ ମାତ୍ର ରିଭିଜନ ଭଳିଆ ତମକୁ ପଢେଇବି ମାନେ ଏମିତିକା ନୁହେଁ କି ଗୋଟେ ସବଜେକ୍ଟ କୁ ମୁଁ 3 ଘଣ୍ଟା 4 ଘଣ୍ଟା ପଢେଇବି ବିଲକୁଲ ନୁହେଁ ଏବେ ସେ ସମୟ ନାହିଁ ପିଲାମାନେ ତମକୁ ରିଭିଜନ କରେଇଦେବି ମାନେ ଅଧଘଣ୍ଟେ ବିଷୟରେ ଆମେ ଗୋଟେ ଚାପ୍ଟର ଗୋଟେ ଟପିକ ସାରିଦବା ଧରାଯାଉ ଆମେ ପଢୁଛେ ଜାରଣ ଆମର ସରି ରାସାୟନିକ ପ୍ରତିକ୍ରିୟା ରାସାୟନିକ ସମୀକରଣ ଆମେ ଦେଖ ଟୋଟାଲି ବେସିକ ରୁ ପଢିଲେ ଆମେ ଅତି କମ ରେ 2 ଘଣ୍ଟା ଲାଗିବ ତାକୁ ଆମେ ପଢିବା ପାଇଁ ପୁରା ଟିକି ଟିକି ପଢିବା ଆଉ ରିଭିଜନ କରିବାକୁ ଗଲେ 30 ମିନିଟ ରେ ସାରିଦବା ତମେ କୁହ ମତେ କୋଉ ଭଳିଆ ପଢିବି ନା ସାର୍ 2 ଘଣ୍ଟା ଭଳିଆ ପଢିବା ନା 30 ମିନିଟ ଭଳିଆ ପଢିବା ସେଇ ହିସାବରେ ପଢିକି ଆମେ ସାରିଦବା ବିଷୟ ହେଲା ପୁରା ସେଇ ଭିଡିଓ ଗୁଡା ଦେଖି ସାରିଲା ପରେ କୌଣସି ଆଉ ପ୍ରୋବ୍ଲେମ ରହିବ ନାହିଁ ତମେ ଆରାମସେ ସେଇ କ୍ୱେଶ୍ଚନ ଗୁଡା କରିଦେଇ ପାରିବ ଓକେ ତାପରେ ଦେଖ 23 ନମ୍ବର 23 ନମ୍ବର କ୍ୱେଶ୍ଚନ ଟା କଲ ଦେଖିବା କହିଲା ଗୋଟିଏ ମୌଳିକ ଅକ୍ସିଜେନ ସହିତ ପ୍ରତିକ୍ରିୟା କରି ଉଚ୍ଚ ଗଳନାଙ୍କ ବିଶିଷ୍ଟ ଯୌଗିକ ସୃଷ୍ଟି କରିଥାଏ ହଉ ଠିକ ଅଛି ଗୋଟେ ମୌଳିକ ଅଛି ସେ ଅକ୍ସିଜେନ ସହିତ ରାସାୟନିକ ପ୍ରତିକ୍ରିୟା କରିକି ଉଚ୍ଚ ଗଳନାଙ୍କ ବିଶିଷ୍ଟ ଯୌଗିକ ସୃଷ୍ଟି କରିଥାଏ ଏହା ମଧ୍ୟ ଜଳରେ ଦ୍ରବଣୀୟ ତାହା ମଧ୍ୟ ଜଳରେ ଦ୍ରବଣୀୟ ହେଇଯାଏ ଯୋଉଟା ମଧ୍ୟରେ କେଉଁଠି ହବ କୁହ ସେଟା କଣ ଆଇରନ ହେଇଥିବ ନା ସିଲିକନ ହେଇଥିବ ନା କାର୍ବନ ହେଇଥିବ ନା କ୍ୟାଲସିୟମ ହେଇଥିବ ଅପସନ କହିଲେ ଦେଖିବା ଏଟା ଟିକେ କଷ୍ଟ ଅଛି ମୁଁ ଜାଣିଛି ସାର୍ କ୍ୟାଲସିୟମ ହବ କଣ ହବ ନା ସାର୍ କ୍ୟାଲସିୟମ ହବ ଅପସନ ଡି ଇଜ ଦ ରାଇଟ ଆନ୍ସର ଅପସନ ଡି ଇଜ ଦ ରାଇଟ ଆନ୍ସର କାରଣ ତାର ଗଳନାଙ୍କ ଅଧିକ ଓକେ ତାପରେ ଦେଖ ଆସିଲା କ୍ୱେଶ୍ଚନ ଏକ ସରି ଟିକେ ଖାଲି କୋଉଠି ରହିଲା ହଁ ଏଇଟା ଏକ ଗୃହ ବିଦ୍ୟୁତ ପରିପଥରେ 5 ଏମ୍ପିୟର ର ଏକ ଫ୍ୟୁଜ ସଂଯୁକ୍ତ ହୋଇ ଯଦି ମୁଖ୍ୟ ବିଦ୍ୟୁତ ଯୋଗାଣ ଏତିକି ଭୋଲ୍ଟ ହୁଏ ତାହେଲେ ଏତିକି ୱାଟ ର ଆ, ଲାଇଟ ନିରାପଦ ବ୍ୟବହୃତ ହୁଏ ଏଇଠି କଣ ହବ କହିଲେ ଦେଖିବା କେତୋଟି ଟ୍ୟୁବ ଲାଇଟ ନିରାପଦ ଭାବରେ ବ୍ୟବହୃତ ହବ ଫ୍ୟୁଜ କନସେପ୍ଟ ଆସିଗଲା ଫ୍ୟୁଜ କନସେପ୍ଟ ଆସିଗଲା ଯଦି ତମର ଏଇଟାର କୌଣସି ଡାଉଟ ହଉଛି ମତେ ବାର କହୁଛି ମତେ ଆନ୍ସର ଦିଅ ମୁଁ ଆରାମସେ କରିଦେବି କାରଣ ଦେଖ ପିଲାମାନେ ଏଇଟା ଅପସନ ଡି ହବ ହେଲା 30 ହବ ବହୁତ ବଡ କାଲକୁଲେସନ ମାନେ ଛୋଟ କାଲକୁଲେସନ ତମର କନସେପ୍ଟ ତ ଯଦି ତମେ ଜାଣିନଥିବ ସେ କାଲକୁଲେସନ କରିପାରିବ ନାହିଁ ମୁଁ ବାର କହୁଛି ପିଲାମାନେ ଏଇ ଯୋଉ ବିଦ୍ୟୁତ ଆଉ ଯୋଉ ଆମର ବିଦ୍ୟୁତ ସ୍ରୋତ ବିଦ୍ୟୁତ ରୁ ମେନ କରି ବିଦ୍ୟୁତ ସ୍ରୋତ ଛାଡ ବିଦ୍ୟୁତ ସ୍ରୋତରୁ ଆଉ ବିଦ୍ୟୁତ ସ୍ରୋତ ଆଉ ବିଦ୍ୟୁତ ସ୍ରୋତର ରାସାୟନିକ ପ୍ରଭାବ ହେଲା ଚୁମ୍ବକୀୟ ପ୍ରଭାବ ବିଦ୍ୟୁତ ସ୍ରୋତରୁ ଖାଲି ପିଲାମାନେ 3ଟି ପାଖାପାଖି ଆମର ପଡିବ ଏଇଭଳିଆ କ୍ୱେଶ୍ଚନ ଏଇଭଳିଆ ପ୍ରଶ୍ନ ପୁରା ମ୍ୟାଥମେଟିକାଲ କ୍ୱେଶ୍ଚନ ତ ବାର କହୁଛି ଯଦି ତମର ବିଦ୍ୟୁତ ର ଡାଉଟ ଅଛି ମତେ କମେଣ୍ଟ କର ପିଲାମାନେ ମତେ କମେଣ୍ଟ କର ମୁଁ ଜାଣିପାରୁନି ତମେ ତମର ଡାଉଟ ଅଛି ନା ତମେ ବୁଝିପାରିଛ ଯଦି ତମର ବିଦ୍ୟୁତ ର ଡାଉଟ ଅଛି ମତେ କମେଣ୍ଟ କର ସେଇ ଗୋଟିଏ କ୍ଲାସ କରିବି ବିଦ୍ୟୁତ ର ମାତ୍ର ଗୋଟିଏ କ୍ଲାସ କରିବି ବିଦ୍ୟୁତ ର ପୁରା କମ୍ପ୍ଲିଟ ହେଇଯିବ ଏଗୁଡା ସବୁ ତମେ ଆରାମସେ ଖାଲି ସୂତ୍ର ପକେଇବ କରିବ ମତେ କମେଣ୍ଟ କର ଯଦି ତମେ ବୁଝିପାର ଓକେ ଏଇ କ୍ୱେଶ୍ଚନ ଟା ବି ତମେ ନିଜେ କରିବ 25 ନମ୍ବରଟା ସେ କହିଲା କଣ ଉପକରଣ ଦୁଇଟି ଲେନ୍ସ ଏଟା ହେଲା କଣ ଲେନ୍ସ ମେକର ଆସିଯିବ କଣ ପ୍ରତିଫଳନ ପ୍ରତିସରଣ ଓକେ ଏଇଟା ତମ ମାନଙ୍କ ପାଇଁ ହୋମୱାର୍କ 25 ନମ୍ବରଟା ତମ ମାନଙ୍କ ପାଇଁ ହୋମୱାର୍କ ଓକେ ହୋମୱାର୍କ ତମେ ଦେଖିଆ କିଏ କିଏ କରିପାର ତାପରେ ଗର୍ଭାଶୟର ନୀଳିଆ ଅଂଶକୁ କଣ କୁହାଯାଏ ଗର୍ଭାଶୟର ନୀଳିଆ ଅଂଶକୁ କଣ କୁହାଯାଏ ଜଲ୍ଦି କମେଣ୍ଟ କର ପିଲାମାନେ ଏଟା ତ ଡାଇରେକ୍ଟ ଆମେ କରିବା ନା ସାର୍ ଅପସନ ବି ଜରାୟୁକ୍ରାମୀ ହେଲା ତାପରେ 23 ନମ୍ବର ଜଲ୍ଦି ଜଲ୍ଦି କ୍ୱେଶ୍ଚନ କରିବା ଏକ ବର୍ଦ୍ଧିସୁ ଉଦ୍ଭିଦକୁ ଭୂମି ସହିତ ସମାନ୍ତର ଭାବେ ରଖିଲେ ଆଲୋକ ଆଡକୁ ତାହା କାଣ୍ଡ ବଢିବାରେ ଲାଗିଥାଏ ମନେ ପଡୁଛି ନା ନାଇଁ ସେ ଯେପଟ ଆଡେ ରଖିବା ସେଇପଟ ଆଡେ ସେ ବଢି ଯିବ କାହିଁକି 27 ନମ୍ବର କୁହ କଣ ହବ ନା ସାର୍ এটা କାରଣ ନା କାରଣ ନା ଅଗ୍ର ଅଂଶରେ ଊର୍ଧ୍ୱ ଭାଗରେ ଅଧିକ ସାନ୍ଦ୍ରତା ବିଶିଷ୍ଟ ହରମୋନ ଏଇଟା ଠିକ ଅପସନ ଏ ଇଜ ଦ ରାଇଟ ଆନ୍ସର ଅପସନ ଏ ଇଜ ଦ ରାଇଟ ଆନ୍ସର ଏଇଟା ଭୁଲ ଅପସନ ଏ ଇଜ ଦ ରାଇଟ ଆନ୍ସର ଓକେ ନେକ୍ସଟ ଆସିଯାଇଛି ଦେଖ ନା ସାର୍ ମଣିଷ ଶରୀରରେ ଅମ୍ଳଜାନ ଯୁକ୍ତ ରକ୍ତ ସଞ୍ଚାଳନ ସମ୍ପର୍କରେ କେଉଁ ଉକ୍ତିଟି ଠିକ ସାର୍ କେଉଁ ଉକ୍ତିଟି ଠିକ ଯିଏ କି ମଣିଷ ଶରୀରରେ ଅମ୍ଳଜାନ ଯୁକ୍ତ ରକ୍ତଟା କି କୋଉ ଆଡେ ଦେଇକି ସଞ୍ଚାଳିତ ହେଇଥାଏ ମନେ ପକାଅ କୋଉ ଆଡେ ଦେଇକି ପ୍ରଥମେ ଯାଏ ସିଏ ଆମର କୋଷ ମାନଙ୍କ ପାଖକୁ ଅମ୍ଳଜାନ ନେଇକି ପୁଣି ଅମ୍ଳଜାନ ଯୁକ୍ତ କରିଦିଏ ଜଲ୍ଦି କୁ 28 ନା ସାର୍ ସିଏ ବାମ ଅଳିନ୍ଦ ପଟେ ଆସିଥାଏ ନୁହଁ କି ବାମ ଅଳିନ୍ଦରୁ ନିଳୟ ମଧ୍ୟ ଦେଇ ରକ୍ତ ପ୍ରବାହ ହେଇଥାଏ ଅପସନ ଏ ଇଜ ଦ ରାଇଟ ଆନ୍ସର ବିଲକୁଲ ଠିକ ଅପସନ ଏଗୁଡା ନୁହଁ ଅପସନ ଏ ଇଜ ଦ ରାଇଟ ଆନ୍ସର ଓକେ ଅପସନ ଏ ଇଜ ଦ ରାଇଟ ଆନ୍ସର ଦେଖ କେଉଁ ପ୍ରକ୍ରିୟାରେ ମୂଳ ଲୋମ ଦ୍ଵାରା ଜଳର ଶୋଷଣକୁ ସକ୍ରିୟ ଶୋଷଣ କୁହାଯାଏ ସେ କହୁଛି କେଉଁ ପ୍ରକ୍ରିୟାରେ ମୂଳ ଲୋମ ଦ୍ଵାରା ଜଳର ଶୋଷଣକୁ ସକ୍ରିୟ ଶୋଷଣ କୁହାଯାଇଥାଏ 29 ଜଲ୍ଦି ଆନ୍ସର କୁହ ପିଲାମାନେ ନା ସାର୍ ବିପଚନ ଶକ୍ତି ପ୍ରକ୍ରିୟା ଏଟାକୁ ବିପଚନ ଶକ୍ତି ପ୍ରକ୍ରିୟା ବୋଲି କହିଥାଉ ଓକେ ନେକ୍ସଟ କ୍ୱେଶ୍ଚନ ପିଲାମାନେ କହିଛି କଣ ନା
କେଉଁଟି ଯୋଡି ଅସମ୍ବନ୍ଧିତ ମାନେ କୋଉଟା ଠିକ ନୁହଁ, କୋଉ ଯୋଡିଟା ଠିକ ନୁହଁ, ଠିକ ଜଲ୍ଦି କୁହ। 30 ନମ୍ବର ଜଲ୍ଦି ଅପସନ ଦେଖ। ମୁଁ ପିଲାମାନେ ଜଲ୍ଦି ଜଲ୍ଦି କ୍ୱେଶ୍ଚନ କରୁଛୁ, କାରଣ ତମେ ଯେତେ ଶୀଘ୍ର ଶୀଘ୍ର କ୍ୱେଶ୍ଚନ ଡିସ୍କସନ କରିବ, ତାପରେ ପୁଣି ତମର ପାଠ ଅଛି ନା, ଅଲଗା ପାଠ ପଢିବ, ତାପରେ ପୁଣି ତମର ଭିଡିଓ ଅଛି, ତମର ଦେଖିପାରିବ ମୋ ଚ୍ୟାନେଲକୁ ଯାଇକି। ବହୁତ ଗୁଡା ଏମସିକ୍ୟୁ ଡିସ୍କସନ କରିଛି, ସେଇ ଏମସିକ୍ୟୁ ଗୁଡା ଖାଲି ତମେ ଡିସ୍କସନ କରିକି ଚାଲିଯାଅ, ଦେଖିକି ଚାଲିଯାଅ। ତମେ ଆରାମସେ ଏମସିକ୍ୟୁ ରେ 40 ପ୍ଲସ ରଖିପାରିବ, 35 ପ୍ଲସ ରଖିପାରିବ ହେଲା। ଏଠି କଣ ହବ ନା ସାର୍, କ୍ଲୋରୋପ୍ଲାଷ୍ଟ କାର୍ବନ, ସେଟା ତ ହେଇପାରିବ, ଠିକ, ଏଇଟା ଠିକ ଅଛି। ତାର ପାରଦ ଜୈବ ଅବନତି ହବ, ହଁ ଠିକ ଅଛି, ଏଟା ହେଇପାରିବ। ସଲଫର ଡାଇଅକ୍ସାଇଡ ଅମ୍ଳ ବୃଷ୍ଟି, ହଁ ସଲଫର ଡାଇଅକ୍ସାଇଡ ଟା ଉପରକୁ ଯାଇକି ଅମ୍ଳ ତିଆରି କରିକି ସେ ହେଇଥାଏ ଅମ୍ଳ ବୃଷ୍ଟି। ତ ଅପସନ ସି ଇଜ ଦ ରାଇଟ ଆନ୍ସର, ଏଟା ବିଲକୁଲ ବି ହେଇପାରିବ ନାହିଁ। ଅପସନ ସି ଇଜ ଦ ରାଇଟ ଆନ୍ସର। ଓକେ, ସି ଅସମ୍ବନ୍ଧିତ କହିଛି ନା, ଅପସନ ସି ହେଇଯିବ ରାଇଟ ହେଲା। ତାପରେ ମାନବ ଜାତିର ନାମଟିକୁ କୋଉଟା ମାନବ ଜାତି? ହୋମୋ, ଖାଲି ହୋମୋ ନୁହଁ ଛୁଆ, ହୋମୋ ହ୍ୟାବିଲସ୍ ନା, ଏଟା ନୁହଁ। ହୋମୋ କେରେକ୍ଟସ୍, ଏଟା ନୁହଁ। ହୋମୋ ସାପିୟନ୍ସ, ଭେରି ଗୁଡ। ପିଲାମାନେ ଯୋଉମାନେ ପଢିଛନ୍ତି ଜାଣିଛନ୍ତି, ହୋମୋ ସାପିୟନ୍ସ କହିଥାଉ ଆମେ ପ୍ରଥମ ବିଷୟର ଫାର୍ଷ୍ଟରେ ଅଛି, 3 ନମ୍ବର ପେଜରେ ନା 4 ନମ୍ବର ପେଜରେ ଅଛି, ଦେଖିଥିବ। ତାପରେ ଖାଦ୍ୟ ଶୃଙ୍ଖଳରେ କେଉଁଟି ଅନ୍ୟ ତିନୋଟିରୁ ପୃଥକ? ଛୁଆ ପିଲାମାନେ ଆମେ ଯଦି କହିବା ବେଙ୍ଗକୁ ଚିଲ ଖାଏ, ଚିଲକୁ ସାପ ଖାଏ, କିନ୍ତୁ ଏଇ ଝିଣ୍ଟିକା କାହିଁକି ଅଛି? ଅପସନ ଡି ଟା ଅଲଗା। ଝିଣ୍ଟିକାଟା ହଉଛି କଣ? ଅଲଗା ହବ। ଝିଣ୍ଟିକାଟା ଅଲଗା ହବ। ତାପରେ ନେକ୍ସଟ କ୍ୱେଶ୍ଚନ ଦେଖ, କେଉଁଟି ନବୀକରଣ ଯୋଗ୍ୟ? ନବୀକରଣ, ଏଟା ନବୀକରଣ, କୋଇଲାଟା ନବୀକରଣ ଅଯୋଗ୍ୟ, ସରିଯିବ ସିଏ। ପେଟ୍ରୋଲଟା ବି ସରିଯିବ, ନବୀକରଣ ଅଯୋଗ୍ୟ। ଆଉ ବନ୍ୟ ଜୀବ ବି ସରିଯିବେ, ନବୀକରଣ ଅଯୋଗ୍ୟ। କିନ୍ତୁ ଜଳଟା କେବେ ବି ନବୀକରଣ ଅଯୋଗ୍ୟ ହବନି, ନବୀକରଣ ଯୋଗ୍ୟ। ଅପସନ ଏ, ଡି ଇଜ ଦ ରାଇଟ ଆନ୍ସର। ଓକେ, ତାପରେ 34 ନମ୍ବର କ୍ୱେଶ୍ଚନ ଦେଖ କଣ କହିଛି ନା, କରିବାକୁ ଚେଷ୍ଟା କର। କେଉଁ ଯୋଡିଟି ଅସମ୍ବନ୍ଧିତ? ଠିକ ଅଛି, କୋଉ ଯୋଡିଟି ନା ସାର୍, ସ୍ତନ୍ୟ ଗ୍ରନ୍ଥି ଆକ୍ସିଟୋସିନ, ଠିକ ଅଛି, ଏଟା ଠିକ ହବ। ନା ପେନିଆଲ ଗ୍ରନ୍ଥି ଯୁବ ଗ୍ରନ୍ଥି, ଏଟା ବି ଠିକ ଅଛି। ଅପଦକାଳୀନ ଗ୍ରନ୍ଥି, ଏଟା ନା ଏଡ୍ରିନାଲ, ଏଟା ଠିକ ଅଛି। ଥାଇରଏଡ ଗ୍ରନ୍ଥି ପାବା, ଏଟା ଭୁଲ ଅଛି। ଅପସନ ଡି ଇଜ ଦ କରେକ୍ଟ ଆନ୍ସର, ଯିଏ କି ଏଟା ଭୁଲ ଅଛି ହେଲା। ଅପସନ ଡି ହବ ତମର। ସେ ଅସମ୍ବନ୍ଧିତ କହିଛି ନା, ସିଏ ଅସମ୍ବନ୍ଧିତ କହିଛି, ତ ଅପସନ ଡି ଇଜ ଦ ରାଇଟ ଆନ୍ସର। ଓକେ, ଅପସନ ଡି ଇଜ ଦ ରାଇଟ ଆନ୍ସର। 35 କ୍ୱେଶ୍ଚନ ଟା ଦେଖ। 35 ରେ ଦେଖ, 35 କଣ ହବ ଦେଖ। ସେ କହିଛି 3 କାର୍ବନ ଯୁକ୍ତ ପାଇରୁବିକ ଅମ୍ଳ ରୁ କେଉଁ ଉତ୍ପାଦିତ ହେଉଥିବା ସାଇଟ୍ରିକ ଅମ୍ଳ ଚକ୍ରରେ ଦର୍ଶାଇଥାଏ? ସାର୍, 2 କାର୍ବନ ଯୁକ୍ତ ସକ୍ରିୟ ଅଣୁ ଆଉ NADPH ଆଉ CO2। ଅପସନ ଏ ଇଜ ଦ ରାଇଟ ଆନ୍ସର। ଯିଏ ବି କରିଛି ଏଟା ଠିକ କରିଛି। ଅପସନ ଏ ଇଜ ଦ ରାଇଟ ଆନ୍ସର, ଏଟା ଭୁଲ। ଶକ୍ତି କେବେ ବି ହେଇନଥାଏ, ଶକ୍ତି କେବେ ବି ମିଶି ନଥାଏ ପିଲା, ଶକ୍ତି ତିଆରି ହେଇଥାଏ। ଶକ୍ତି କେବେ ମିଶିଥାଏ କି? ପାର୍ଟିସିପେଟ କରିନଥାଏ ଶକ୍ତି, ଶକ୍ତିଟା ତିଆରି ହେଇକି ବାହାରକୁ ଆସିଥାଏ। ଏଇ 3ଟା ପାର୍ଟିସିପେଟ କରିନଥାନ୍ତି ହେଲା। ଏଇ CO2 ଟା କରିଥାଏ, ଅଙ୍ଗାରକାମ୍ଳ ହେଲା। କ୍ୱେଶ୍ଚନ ପିଲାମାନେ ତମ ସ୍କ୍ରିନ ଉପରେ ଆସିଯାଇଛି, ନିହାତି ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବ। ଯଦି ଭିଡିଓଟା ଭଲ ଲାଗୁଥିବ, ନିହାତି ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବ। ଓକେ ପିଲାମାନେ, 36 ନମ୍ବର କଣ କହିଛି ନା, ମେଣ୍ଡେଲ ତାଙ୍କର ପରୀକ୍ଷଣରେ କେଉଁ ପିଢିର ମଟର ଗଛରେ ପରୀକ୍ଷଣ କରିଥିଲା? ନା ସାର୍, ପୈତୃକ ପିଢିର। ଅପସନ ଇଜ ଦ ରାଇଟ ଆନ୍ସର। ଆମେ ଏଗୁଡା ପୁରାପୁରି ଡାଇରେକ୍ଟ ମାନେ ୱାନ୍ ଲାଇନର ଆନ୍ସର, ଡାଇରେକ୍ଟ ମାନେ ବହିରୁ ଉଠେଇ ଆଣିଛି, ଡାଇରେକ୍ଟ କ୍ୱେଶ୍ଚନ ହେଲା। ତାପରେ କହିছে ମେଣ୍ଡେଲ, ହଁ, ମେଣ୍ଡେଲ ତାଙ୍କର ପରୀକ୍ଷଣରେ ଚୟନ କରିଥିବା ମଟର ଗଛର 7 ଯୋଡି ବିକଳ୍ପ ମଧ୍ୟରୁ କେଉଁ ଗୁଣଟି ଅନ୍ତର୍ଭୁକ୍ତ ନୁହଁ? କୋଉଟା ଥିଲା, କୋଉ ଗୁଣଟା ଏମାନଙ୍କ ଭିତରୁ ଅନ୍ତର୍ଭୁକ୍ତ ନଥିଲା ଦେଖିଲ? 37 କୋଉ ଗୁଣଟି? ଉଚ୍ଚତା ଥିଲା, ଠିକ ଅଛି। ରଙ୍ଗ, ମଞ୍ଜିର ରଙ୍ଗ, ଫୁଲର ରଙ୍ଗ, ଆକାର କିନ୍ତୁ ନଥିଲା। ମଞ୍ଜିର ଆକାରଟା ଅନ୍ତର୍ଭୁକ୍ତ ନଥିଲା। ଅପସନ ବି ଇଜ ଦ ରାଇଟ ଆନ୍ସର। ଅପସନ ବି ଇଜ ଦ ରାଇଟ ଆନ୍ସର। ଏଟା ହେଲା ଅପସନ ଏ। ନୋଟ୍ସ ମୋଟ୍ସ ଯଦି ଦରକାର ହଉଛି, ନିହାତି ଭାବରେ ମତେ ସେଇ ନମ୍ବରରେ, ମୁଁ ନମ୍ବର ଦେଇଦେଇଛି ପିଲାମାନେ, ନମ୍ବରରେ ମତେ ମେସେଜ କରିଦିଅ। ମୁଁ ତମକୁ ଗୋଟେ ଆମର ଅଛି, ଏବେ ବି ବହୁତ ପିଲାମାନେ ଜଏନ ହେଇକି ଅଛନ୍ତି, ସେମାନେ ପଢାପଢି ସେଠି ଚାଲିଛି। ଗ୍ରୁପରେ ମୁଁ ଜଏନ କରିଦେବି, ଠିକ ଅଛି, ବିନା ବିଲକୁଲ ଫ୍ରିରେ। ସେଇ ଗ୍ରୁପରେ ତମକୁ ହ୍ୱାଟ୍ସଆପ ଗ୍ରୁପରେ, ଠିକ ଅଛି, ହ୍ୱାଟ୍ସଆପ ଗ୍ରୁପରେ ତମକୁ ମୁଁ ଜଏନ କରେଇଦେବି। ସେଇ ଗ୍ରୁପରେ ତମକୁ ମୁଁ ସବୁ କିଛି ଦେଇଦେବି, ନୋଟ୍ସ ଠୁ ଆରମ୍ଭ କରି PDF, DPP ସବୁ କିଛି ଦେଇଦେବି। ତମେ ଆରାମସେ କ୍ୱେଶ୍ଚନ ଆନ୍ସର ଡିସ୍କସନ କରିବ। ଓକେ, ଷ୍ଟେଟ ଗୋବର ଗ୍ୟାସ ପ୍ଲାଣ୍ଟର କେଉଁ ଅଂଶରୁ ମଣ୍ଡ ପ୍ରସ୍ତୁତ ହେଇଥାଏ? ଗୋବର ଗ୍ୟାସ ପ୍ଲାଣ୍ଟରେ କେଉଁ ଅଂଶରୁ ଆମେ ମଣ୍ଡ ପ୍ରସ୍ତୁତ କରିଥାଏ? ନା ନିର୍ଗମ ନଳୀ, ପୁରା ଲାଷ୍ଟ ନିର୍ଗମ ନଳୀରୁ ଆମେ ମଣ୍ଡଟା ପ୍ରସ୍ତୁତ କରିଥାଏ। ଅପସନ ଡି ଇଜ ଦ ରାଇଟ ଆନ୍ସର। ତାପରେ 39 ଦେଖିଲ, ସେ କହିছে ପ୍ରାଥମିକ ଶୁକ୍ରାଣୁ କୋଷରୁ ଶୁକ୍ରାଣୁ ସୃଷ୍ଟି ହେବା ପର୍ଯ୍ୟନ୍ତ ଅବଧିକୁ କଣ କୁହାଯାଏ? ନା ସାର୍, ପରିପକ୍ୱନ ଅବସ୍ଥା। ଅପସନ ବି ଇଜ ଦ ରାଇଟ ଆନ୍ସର, ପରିପକ୍ୱନ ଅବସ୍ଥା। କେଉଁ ଦୁଇଟି ସମଜାତ ଅଙ୍ଗ, ଏମାନଙ୍କ ଭିତରୁ କୋଉ ଦୁଇଟା ସମଜାତ ଅଙ୍ଗ? ପତଙ୍ଗର ଡେଣା ଓ ବାଦୁଡିର ଡେଣା। ସମଜାତ ଅଙ୍ଗ, ଏଟା ହେବେନି, ସମଜାତ ଅଙ୍ଗ ହେବେନି। ଆଉ କଣ, ଘୋଡାର ଗୋଡ ଓ ମଣିଷର ହାତ। ଆଚ୍ଛା, ସମଜାତ ଅଙ୍ଗ ନା, ଏଟା ବି ହବନି, ଏଟା ହବନି, ଏଇଟା ଅପସନ ବି ଇଜ ଦ ରାଇଟ ଆନ୍ସର। ଅପସନ ବି ଟା ଅଲଗା, ଦେଖ ଭଲସେ, ଦେଖ ପଢିବ ଭଲସେ। ଅପସନ ବି ଟା ଅଲଗା ରହୁଛି ହେଲା। ନେକ୍ସଟ 41, ଆଉ 10ଟା କ୍ୱେଶ୍ଚନ ପିଲାମାନେ ଅଛି, ନିହାତି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅ ଯଦି ଭଲ ଲାଗୁଛି ଭିଡିଓ ଗୁଡାକ। ଓକେ, ସେ କହିଛି ବଂଶ ବିସ୍ତାର ସମୟରେ କେଉଁଟିର
ଅନୁଲମ୍ବ ଦ୍ୱିବିଭାଜନ ଦେଖାଯାଇଥାଏ। ଅନୁଲମ୍ବ ଦ୍ୱିବିଭାଜନ ଜଲ୍ଦି କୁହ ନା ସାର୍ এইটা ଅପସନ ଏ ୟୁଗ୍ଲିନାର ଅଭିଲମ୍ବ ଦ୍ୱିବିଭାଜନ ଦେଖାଯାଇଥାଏ ୟୁଗ୍ଲିନାର ହେଲା। ଅପସନ ଏ ଇଜ ଦ ରାଇଟ ଆନ୍ସର। ଏଇ କ୍ୱେଶ୍ଚନ ଦେଖ ଦିଟା ଖଣ୍ଡେ ରିପିଟ କରିଦେଇଥିବ ତମ ଏଇ ବର୍ଷର ହେଲା। ଶିଖୁଛି କେଉଁ ରୋଗଟି ଏକ ଜୀବାଣୁ ଜନିତ ବିଶ୍ୱ ମହାମାରୀ। ଯଦି ଆମେ କହିବା କେଉଁ ରୋଗଟି ଏକ ଜୀବାଣୁ ଜନିତ ବିଶ୍ୱ ମହାମାରୀ ଯଦି କହିବ ସିଏ 42 ଅପସନ ହେଇଯିବ ଏ। ଅପସନ ଏ ହେଇଯିବ ପିଲାମାନେ ପ୍ଲେଗଟା ଗୋଟେ ମହାମାରୀ। ଓକେ ତାପରେ ନେକ୍ସଟ କ୍ୱେଶ୍ଚନ ଦେଖ ବୃକକର କେଉଁ ଅଂଶରେ ରକ୍ତ ଛଣା କାର୍ଯ୍ୟ ହେଇଥାଏ। ଏଟା ବାର ବହୁତ ଥର ମୁଁ କହିଛି ପିଲାମାନେ ବୃକକର କେଉଁ ଅଂଶରେ ରକ୍ତ ଛଣା କାର୍ଯ୍ୟ ହେଇଥାଏ ପିଲାମାନେ ନା ସାର୍ ବୃକକର ଗ୍ଲୁମେରୁଲସ୍ ଠାରେ। କୋଉଠି ଗ୍ଲୁମେରୁଲସ୍ ଠାରେ ଅପସନ ଡି ଗ୍ଲୁମେରୁଲସ୍ ଠାରେ ରକ୍ତ ଛଣା ହେଇଥାଏ। ଆଉ 5ଟା କ୍ୱେଶ୍ଚନ ରହିଲା ଜଲ୍ଦି ନେକ୍ସଟ କ୍ୱେଶ୍ଚନ ପିଲାମାନେ ତମ ସ୍କ୍ରିନ ଉପରେ ଆସିଯାଇଛି। ସେଟା ଗୋଟେ ଯୋଉ ରହିଗଲା ସେଟା ତମ ମାନଙ୍କ ପାଇଁ ହୋମୱାର୍କ ରହିଗଲା ହେଲା। ସେଇଟା ହୋମୱାର୍କ କରିଦବ। ତାପରେ ନେକ୍ସଟ 45 ଦେଖ ଯଦି ନ କରିପାରିବ ମତେ କହିବ ମୁଁ କରିଦେବି ହେଲା। ତାପରେ କୋଭିଡ-19 ର ରାସାୟନିକ ଗଠନରେ କେଉଁ ଉପାଦାନ ଗୁଡିକ ଥାଏ। ଏଟା ତ ଆମେ ଜାଣିଛେ କୋଭିଡ-19 ଲାଷ୍ଟ ବିଷୟ ମନେ ପକାଅ ନା ସାର୍ କଣ ଆରଏନଏ ପୃଷ୍ଟିସାର ଶ୍ଵେତସାର। ଅପସନ ସି ଇଜ ଦ ରାଇଟ ଆନ୍ସର। ଆରଏନଏ ଥାଏ ପୃଷ୍ଟିସାର ଥାଏ ଆଉ ଶ୍ଵେତସାର ଥାଏ। ଅପସନ ସି ଇଜ ଦ ରାଇଟ ଆନ୍ସର। ନେକ୍ସଟ କ୍ୱେଶ୍ଚନ କହିଲା କେଉଁଟି ସ୍ୱସ୍ତାନେ ସଂଖ୍ୟାରଣର ଏକ ଉଦାହରଣ। କୋଉଟା ହବ ଜଲ୍ଦି କୁହ ଅପସନ କୋଉଟା 46 ର ଅପସନ ବି ଇଜ ଦ ରାଇଟ ଆନ୍ସର। ଅପସନ ବି ଇଜ ଦ ରାଇଟ ଆନ୍ସର। ଜାତୀୟ ଉଦ୍ୟାନ କୋଉଟା ସାର୍ ଜାତୀୟ ଉଦ୍ୟାନ ହଉଛି ରାଇଟ ଆନ୍ସର ହବ। ଅପସନ ବି ଇଜ ଦ ରାଇଟ ଆନ୍ସର। ଓକେ ନେକ୍ସଟ କ୍ୱେଶ୍ଚନ ଶ୍ୱାସତନ୍ତ୍ରର କେଉଁ ଅଙ୍ଗରେ ଗ୍ୟାସ ବିନିମୟ ହୋଇଥାଏ। ଶ୍ୱାସତନ୍ତ୍ରର କେଉଁ ଅଙ୍ଗରେ ଗ୍ୟାସ ର ବିନିମୟ ଘଟିଥାଏ। ତ ସାର୍ କୋଉଠି ନା କୋଟରିକା ଠାରେ। କୋଉଠି ଥାଏ ସାର୍ ନା ସାର୍ କୋଟରିକା ଠାରେ। ଅପସନ ଡି। ପିଲାମାନେ ଜୀବ ବିଜ୍ଞାନଟାକୁ କେମିତିଆ ପଢାଯାଏ ମୁଁ କହିଦଉଛି ଶୁଣ। ତମେ ପୁରାପୁରି ବହିଟାକୁ ଭଲସେ ପଢ। କାରଣ ପ୍ରତ୍ୟେକ ବିଟ ରେ ଗୋଟେ ଏମସିକ୍ୟୁ ତମର ତିଆରି ହଉଛି। ପ୍ରତ୍ୟେକ ବିଟ ରେ ଯଦି ତମେ ବିଟ ୱାଇଜ ପଢୁଛ ତମର ଜୀବ ବିଜ୍ଞାନର 25 ରୁ ପାଖାପାଖି ତମେ 23 ପ୍ଲସ ରଖିପାରିବ। କାରଣ ପୁରା ପୋଏଟ ପୁରା ଧାଡି ବହିଟାକୁ ପୁରା ପାଣି କର। ଯଦି ଜୀବ ବିଜ୍ଞାନ ପଢିବା ପାଇଁ ଯାଉଛ ମାନେ ଭଲ ମାର୍କ ରଖିବା ପାଇଁ ଯାଉଛ କାହିଁକି ନା ମାର୍କ ହେଲା। ତ ଲାଷ୍ଟ 3ଟି କ୍ୱେଶ୍ଚନ ଅଛି ଦେଖିବା କିଏ କରିପାରୁଛ। କଣ ନା ଉଦ୍ଭିଦର ରେଚନ ସଂକ୍ରାନ୍ତ ଭୁଲ ଉକ୍ତିଟି କୋଉଟା। ଏମାନଙ୍କ ଭିତରୁ ଉଦ୍ଭିଦ ରେଚନରୁ ସଂକ୍ରାନ୍ତ କୋଉଟା ଭୁଲ ଅଛି କୁହ ପଢିଦିଅ ନା ସାର୍ କୁଇନାଇନ ଏକ ଜୈବ ଅମ୍ଳ। ଏଟା ବିଲକୁଲ ଭୁଲ। କୁଇନାଇନ ଟା ଜୈବ ଅମ୍ଳ ନୁହଁ। ଅପସନ ସି ଇଜ ଦ ଭୁଲ ଆନ୍ସର। ଅପସନ ସି ତେବେ ଏଇଟା ଠିକ ହେଇଯିବ ହେଲା। ତାପରେ କେଉଁ ଶ୍ଵେତସାର ଜାତୀୟ ଖାଦ୍ୟରେ ଅଧିକ ମାତ୍ରାରେ ସୁକ୍ରୋଜ ଟା ଆମ ପାଟିକୁ ମିଠା ଲାଗେ ସିମ୍ପଲ ସାର୍ ଫଳରସ ଆଉ ପନିପରିବା ଠାରୁ ଅଧିକ ସୁକ୍ରୋଜ ଦେଖିବାକୁ ମିଳିଥାଏ। ଓକେ ଅପସନ ବି ଇଜ ଦ ରାଇଟ ଆନ୍ସର। ଅପସନ ବି ଇଜ ଦ ରାଇଟ ଆନ୍ସର। 49 ର ଅପସନ ବି। 50 ଲାଷ୍ଟ କ୍ୱେଶ୍ଚନ ପିଲାମାନେ ତମ ସ୍କ୍ରିନ ଉପରେ ଆସିଯାଇଛି। ନିହାତି ଭାବରେ ଚ୍ୟାନେଲଟିକୁ ଯଦି ତମେ ଏତିକି ପର୍ଯ୍ୟନ୍ତ ଦେଖୁଥିବ ନିହାତି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ ପିଲାମାନେ। ନିହାତି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେଇକି ଗୋଟିଏ ଲେଖା ଲାଇକ୍ କରିଦବ। ଓକେ ଗୋଟିଏ ଲେଖା ଲାଇକ୍ କରିଦବ ଯାହା ଫଳରେ କି ନୂଆ ଆହୁରି ବହୁତ କିଛି ପୁଣି କଣ୍ଟିନ୍ୟୁ ଆମେ ଭିଡିଓ ସବୁ ଆଣିବାକୁ ଯାଉଛୁ। ଓକେ ଶିଖୁଛି କେଉଁ ଉପାୟରେ HIV ସଂକ୍ରମିତ ହୁଏ ନାହିଁ। ଆମେ ଜାଣିଛେ HIV ସଂକ୍ରମିତ ଯଦି କଥା କହିବା ଆମେ ସେ ସଂକ୍ରମିତ ସିରିଜ ଦ୍ଵାରା ବି ହେଇଥାଇପାରେ। ଗୋଟେ ସିରିଜ କୁ ଯଦି ଆମେ HIV ରୋଗୀ ପାଖରୁ ନେଇକି ସେଇ ସିରିଜ ଟାକୁ ଅନ୍ୟ ଲୋକଙ୍କୁ ଇଞ୍ଜେକ୍ଟ କରିବା ତେବେ ସେଟା ହେଇପାରିବ ହେଲା। ରୋଗୀ ସହିତ ମିଳାମିଶା ନା ରୋଗୀ ସହିତ ମିଳାମିଶା କଲେ HIV ରୋଗଟା ମାନେ ସଂକ୍ରମିତ ହୁଏ ନାହିଁ ହେଲା। ଅନୈତିକ ସମ୍ପର୍କ ଅନୈତିକ ଦୈହିକ ସମ୍ପର୍କ ରଖିଲେ ବି ମଧ୍ୟ ଗୋଟେ ରୋଗୀ ପାଖରୁ ତେବେ ସେ କଣ ହବ ନା ସଂକ୍ରମିତ ହେଇଯିବ ହେଲା। ଆଉ ସଂକ୍ରମିତ ମା ଠାରୁ ଗର୍ଭର ଶିଶୁ ହଁ ଯଦି ମାର HIV ମାନେ ମାର ଯଦି HIV ରୋଗ ହେଇଥିବ ତେବେ ତାର ଶିଶୁ ପାଖକୁ ମଧ୍ୟ ସେଇ HIV ରୋଗଟା ଡେଇଁକି ଚାଲି ଯାଇଥାଏ। କିନ୍ତୁ ଆମର ମିଳାମିଶା କଲେ ସିଏ HIV ରୋଗଟା ମାନେ ସଂକ୍ରମିତ ହେଇନଥାଏ। ଅପସନ ବି ଇଜ ଦ ରାଇଟ ଆନ୍ସର। ତ ଆଜି ପାଇଁ ପିଲାମାନେ ଏତିକ। ଯଦି ଚ୍ୟାନେଲଟିକୁ ଭଲ ଲାଗିଥିବ ଚ୍ୟାନେଲଟିକୁ ନୁହେଁ ଭିଡିଓଟିକୁ ଯଦି ଭଲ ଲାଗିଥିବ ନିହାତି ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ ବେଲ ଆଇକନକୁ ଅଲ ରେ ସେଟ କରିଦବ। ଆଉ ଅଲ ରେ ସେଟ କରିଦେବାର ଅର୍ଥ ହଉଛି ଯେତେବେଳେ ବି ମୁଁ ଏଇଟା କଣ୍ଟିନ୍ୟୁ ଭିଡିଓ ଆସିବ ପିଲାମାନେ ଏଇଠି ତମେ ଉପରେ ଦେଖିପାରୁଥିବ। ଏଇଠି ତମେ ଉପରେ ଦେଖିପାରୁଥିବ ପିଲାମାନେ ମଙ୍ଗଳବାର ବୁଧବାର ଓ ଶନିବାର ଦିନ ପ୍ରତ୍ୟେକ 8ଟା ବେଳେ ତମର ଭିଡିଓ ଆସିବାକୁ ଯାଉଛି। ଓକେ ପ୍ରତ୍ୟେକ 8ଟା ବେଳେ ସକାଳୁ 8ଟା ବେଳେ ତମ ଭିଡିଓ ଆସିବାକୁ ଯାଉଛି କିଛି ଅସୁବିଧା ନାହିଁ। ଆଜି 1 ତାରିଖ ହେଲା 1 ତାରିଖଠୁ ପୁରା କଣ୍ଟିନ୍ୟୁ ପୁରାପୁରି ତମ ପରୀକ୍ଷା ପର୍ଯ୍ୟନ୍ତ ଆମେ ଭିଡିଓ ଆଣିବୁ ସପ୍ତାହର 3 ଦିନରେ ହେଲା। ତ 10ମ ଶ୍ରେଣୀର ଯଦି ଭଲ ମାର୍କ ରଖିବା ପାଇଁ ଚାହୁଁଛ ନିହାତି ଭାବରେ ମୋ ଚ୍ୟାନେଲଟିକୁ ଭିଜିଟ କର। ମୋ ଚ୍ୟାନେଲରେ ସାଇନ୍ସରେ
ଖାସ କରିକି ସାଇନ୍ସ ରେ ମୁଁ ପାଖାପାଖି ସମସ୍ତ MCQ କୁ ସମସ୍ତ ସବଜେକ୍ଟ ର MCQ କୁ ମୁଁ ଡିସ୍କସନ କରେଇ ଦେଇଛି। ଭଲସେ ଦେଖ ଆଉ ଏକ୍ସାମ ରିଲେଟେଡ ପାଇଁ କୋଉ କୋଉ ବିଷୟ ତମେ ପଢିବା ଭେରି ଭେରି ଇମ୍ପୋର୍ଟାଣ୍ଟ, କୋଉ କୋଉ ବିଷୟ ତମ ପାଇଁ ବହୁତ ବହୁତ ଇମ୍ପୋର୍ଟାଣ୍ଟ। ମୁଁ ବହୁତ ଜଲ୍ଦି ତମର ଭିଡିଓ ନେଇକି ଆସୁଛି ନା ଏଇ ବିଷୟ ତମେ ପଢିଲେ ବହୁତ ଇମ୍ପୋର୍ଟାଣ୍ଟ। ଏଇ ବିଷୟ ପଢିଲେ ତମର ଭଲ ମାର୍କ ଆସିପାରିବ। ସେଇ ବିଷୟ ସେ ପାଇଁ ବି ମୁଁ କ୍ଲାସ ବହୁତ ଜଲ୍ଦି ନେଇକି ଆସିବି। ଓକେ, ମାନେ ଜୀବ ବିଜ୍ଞାନର କୋଉ ବିଷୟ କୋଉ ଟପିକ ଗୁଡା ପଢିଲେ ମତେ ଅଧିକରୁ ଅଧିକ ମାର୍କ ମିଳିବ, ମାନେ ସିଲେକ୍ସନ ଟପିକ ସବ ଟପିକ ବି ମୁଁ ଦବା ପାଇଁ ଆସିଛି। ତ ପିଲାମାନେ ଆଜି ପାଇଁ ଏତିକ, ଦେଖା ହବା ନେକ୍ସଟ ଭିଡିଓରେ। ସେଥିପାଇଁ ଚ୍ୟାନେଲଟିକୁ